ନମସ୍କାର। ପ୍ରଥମ ପର୍ଯ୍ୟାୟରେ ଆମମାନଙ୍କର ମଧ୍ୟସ୍ଥି ପ୍ରାର୍ଥନାରେ କଡ଼େଇ ନଥିଲେ ସିଷ୍ଟର, କିନ୍ତୁ ଗୋଟିଏ ଅନୁରୋଧ କରିଛି ସିଷ୍ଟରଙ୍କୁ, ଯେମାନେ ଜୁମ୍ରେ ସିରିୟସ୍ ମାନେ ଯେମାନେ ବୟସ୍କ ଲୋକ ବୟସ ପ୍ରାର୍ଥନା ଦେବା ପାଇଁ ଶିଖନ୍ତୁ। ଆଉ ସେଇଟା ନ ଶିଖିକି ଖାଲି ଟାଉଟରୀ ଭାବରେ ପ୍ରାର୍ଥନା କରିବା ଏଇଟା ଉଚିତ ନୁହେଁ। ଯେମାନେ ପ୍ରଥମ ସହିତ ବସି ଅଛନ୍ତି ସେମାନେ ପ୍ରାର୍ଥନା ଦେବା ପାଇଁ ଶିଖନ୍ତୁ। ଆଉ ଯେମାନେ ପ୍ରଥମେ ଆସିବେ ବର୍ତ୍ତମାନ ଆସିବେ ତାଙ୍କୁ ଆମେ ପ୍ରାର୍ଥନା ଦେବା ତାହା ହୁଏ ନାହିଁ, ତାହା ଉଚିତ ନୁହେଁ। ଠିକ ଭାବେ ଶିଖନ୍ତୁ, ପରିଚାଳନା କରିବା ପାଇଁ ଶିଖନ୍ତୁ। କେଉଁମାନେ ବୟସ୍କ ଲୋକ, କେଉଁମାନେ ପ୍ରଭୁଙ୍କ ଲୋକ, କେଉଁମାନେ ବୟସ ବସିଛନ୍ତି ସେ ସବୁ ଦେଖିବା ପାଇଁ ଚେଷ୍ଟା କରନ୍ତୁ। ଯାହା ହଉ ଆମେ ବର୍ତ୍ତମାନ ପୁନର୍ବାର ଦ୍ୱିତୀୟ ପର୍ଯ୍ୟାୟକୁ ଯିବା। ଆମମାନଙ୍କର ମଧ୍ୟରେ ଆମମାନଙ୍କର ଅତି ପରିଚୟ, ଅତି ଆମମାନଙ୍କର ଏକ ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ତରଫରୁ ଆମମାନଙ୍କର ସଭାପତି, ଯାହାକି ସେ ସବୁବେଳେ ତାଙ୍କର ମନଟି ଖୁସି ଥାଏ ଆଉ ରିଏଲ ମିନିଷ୍ଟ୍ରି ପ୍ରତି ତାଙ୍କର ହୃଦୟ ସହିତ ସେ ସବୁ କାର୍ଯ୍ୟ କରୁଅଛନ୍ତି ମଧ୍ୟ। ସେଇଭଳି ଲୋକଙ୍କୁ ଆମେ ଆଜି ପାଇଛୁ ତାଙ୍କର ମୁଖରୁ ପ୍ରଭୁଙ୍କର ଗୌରବ ପ୍ରଶଂସା କରିବା ପାଇଁ। ତେଣୁ ଆଜି ତାଙ୍କୁ ଆମେ ଅନୁରୋଧ କରିଛୁ ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ତରଫରୁ, ଆଉ ପ୍ରଭୁଙ୍କ ଦାସ ମଧ୍ୟ ଆମମାନଙ୍କର ସମ୍ମୁଖରେ ଅଛନ୍ତି। ଆଉ ମୁଁ ଅନୁରୋଧ କରିବି ତାଙ୍କ ସମୟ ଆସିଲା ଆରାଧନା ସ୍ତୁତି ପ୍ରଶଂସା କରନ୍ତୁ, 3ଟି ଗୀତ ମାତ୍ର ଗାନ କରନ୍ତୁ, ପ୍ରଭୁଙ୍କ ଗୌରବ ସକାଶେ ଆସନ୍ତୁ, ଆପଣ ଆରାଧନା ବା ୱାର୍ସିପ କରନ୍ତୁ। ଆଜ୍ଞା ନମସ୍କାର। ଉପସ୍ଥିତ ଆପଣଙ୍କର ସମସ୍ତ ମୁଁ ତ ଗାୟକ ନାହିଁ, ଆମର କେଡିମା ଭଳିଆ ଗାଇବା ଲୋକ ପାଖରେ ମୋର ଥିଲେ କିନ୍ତୁ ଗାଇବି ବୋଲି ମୁଁ ମୋର ଚିନ୍ତା କରୁଛି। ଆଉ ଅନେକ ଲୋକ ପ୍ରଭୁଙ୍କର ଗୌରବ ନିମନ୍ତେ ପ୍ରସ୍ତୁତ ରହନ୍ତି। ଆଉ ମୁଁ ରିଏଲ ମିନିଷ୍ଟ୍ରିର ପ୍ରଥମ କୌନୁନିଆରେ ଗୋଟେ 2-3 ଥର ଗୀତ ଗାଇଛି। ଆଉ ସମସ୍ତଙ୍କୁ ଅନୁରୋଧ କରୁଛି ଗୀତର ଭାବକୁ ବୁଝନ୍ତୁ, ସ୍ୱରକୁ ନାହିଁ। ଆମର ତ ସ୍ୱର ନାହିଁ, କିନ୍ତୁ ଯୋଉ ଗୀତ ଗାଇବୁ ସେ ଭାବକୁ ସମସ୍ତେ ବୁଝିବା ପାଇଁ ମୁଁ ଅନୁରୋଧ କରେ। ଆସନ୍ତୁ ଗାଇ ପ୍ରଭୁଙ୍କର ଆରାଧନା କରିବା। ପ୍ରଭୁ ଆମମାନଙ୍କୁ ଏ ପର୍ଯ୍ୟନ୍ତ କୁଶଳରେ ଆଣିଛନ୍ତି, ତାଙ୍କର ଗୌରବ କରିବା, ତାଙ୍କର ପ୍ରଶଂସା କରିବା। ସେ ଆମମାନଙ୍କର ପ୍ରାର୍ଥନା ଶ୍ରବଣ କରନ୍ତି, ସେମାନଙ୍କର ଦୁଃଖ ଜାଣନ୍ତି, ଆମମାନଙ୍କର ଅଭାବ ଜାଣନ୍ତି, ସେ ଆମମାନଙ୍କର ସମସ୍ୟା ଜାଣନ୍ତି, ସେ ଆମମାନଙ୍କୁ ଉତ୍ତର ଦିଅନ୍ତି। ତାଙ୍କ ନିକଟରେ ଆମେ ସମସ୍ତ ବିଷୟ ଜଣେଇବା। ଆରାଧନା ମାଧ୍ୟମରେ, ପ୍ରାର୍ଥନା ମାଧ୍ୟମରେ ଆମେ ପ୍ରାର୍ଥନା କରି ସାରିଛୁ। ଅନେକ ମଧ୍ୟସ୍ଥି ପ୍ରାର୍ଥନାରେ ସହଯୋଗ କରିଥିଲେ। ଆଉ ବର୍ତ୍ତମାନ ଆମେ ଆରାଧନା କରିବାକୁ ଯିବା। ଆସନ୍ତୁ ପ୍ରଥମେ ଏକ ଗୀତ ଗାଇବା। ବେଶଟିକୁ ବଦଳାଇ କି ଲାଭ ପାଇବୁ ଭାଇ, ଅନ୍ତର ନ ବଦଳିଲେ ସ୍ୱର୍ଗେ ନ ପାରୁ ଯାଇ। ବେଶଟିକୁ ବଦଳାଇ କେତେ ହେଉ ତୁ ସୁବେଶ, ମହାକାଳ ସଦୃଶ, ମରମ ହେଲେ ପ୍ରକାଶ, ସରମେ ମରିବୁ ତୁହି। ବେଶଟିକୁ ବଦଳାଇ ଧ୍ୟାନ ଦାନ ଧ୍ୟାନ ପୋଷାକରେ ଲୁଚୁ ତୁ ବଡ଼ ଚତୁରେ, ଧରା କି ପଡ଼ିବୁ ନାହିଁ, ସର୍ବଦଶୀ ପାଶେ ଭାଇ। ବେଶଟିକୁ ବଦଳାଇ ଦେଖାଇ ହଟ ଚମଟ, ନାଶ କର ନା ଜଗତ, ତୋ ଲାଗି ଦେଇଛି ପ୍ରାଣ, କ୍ରୁଶେ ଜଗତର ସାଇଁ। ବେଶଟିକୁ ବଦଳାଇ
मन देई पाठ कर धर्म ग्रंथ प्रतिदिन যতনেরু দয়া ধরি জীবনে দিয় ফুটাই বেশটিকু বদলাই যিশুরে হেলে মিলন বদলিব তো জীবন ବାହାର ସୌନ୍ଦର୍ଯ୍ୟ ତୋର ଲୋଡ଼ାଉ ହେବ ନାହିଁ ବେଶଟିକୁ ବଦଳାଇ କି ଲାଭ ପାଇବୁ ଭାଇ ଅନ୍ତର ନ ବଦଳିଲେ ସ୍ୱର୍ଗେ ନ ପାରୁ ଯାଇ ବେଶଟିକୁ ବଦଳାଇ ଯିଶୁରେ ହେଲେ ମିଳନ ବଦଳିବ ତୋ ଜୀବନ ବାହାର ସୌନ୍ଦର୍ଯ୍ୟ ତୋର ଲୋଡ଼ାଉ ହେବ ନାହିଁ ପ୍ରଭୁ ଆମର ବେଶଟିକୁ ଆମେ ବଦଳେଇବାନି ଆମେ ବେଶଟିକୁ କେତେବେଳେ ବଦଳେଇ ଦେଇଥାଉ ପ୍ରଭୁ ଆମମାନଙ୍କର ମନ ବଦଳୁ ପ୍ରଭୁ ଆମମାନଙ୍କର ହୃଦୟ ବଦଳୁ ପ୍ରଭୁ ତୁମ ଠାରେ ଯଦି ଆମେ ମିଳନତା ହଉ ତାହେଲେ ତୁମେ ପ୍ରଭୁ ଆମମାନଙ୍କ ସବୁ କିଛି ବଦଳେଇ ଦେବ ସବୁ କିଛି ବଦଳେଇ ଦେବ ପ୍ରଭୁ ବାହାର ଯୋଉ ସୌନ୍ଦର୍ଯ୍ୟ ଅଛି ସେ ସୌନ୍ଦର୍ଯ୍ୟକୁ ଆମେ ଆବଶ୍ୟକ କରିବା ତୁମେ ପ୍ରଭୁ ଆମମାନଙ୍କୁ ସେଇ ପ୍ରକାର ଗଠନ କରି ନେଉଛ ଏ ପିତ ନିବେଦନ ପ୍ରାର୍ଥନା କରେ ଆମେ ଯେ ପ୍ରକାର ଜଗତରେ ଯଦି ରହୁଛୁ ଏ ହୃଦୟକୁ ବଦଳେଇବ ଏ ମନକୁ ବଦଳେଇବ ଏ ମନକୁ ବଦଳେଇ ତୁମ ଲୋକ ହେଇପାରିବ ତୁମ ଠାରେ ପ୍ରଭୁ ନିଜକୁ ସମର୍ପଣ କରିବ ତୁମେ ପ୍ରଭୁ ଗଠନ ଜାଣୁଅଛ ତୁ ବାହାର ସୌନ୍ଦର୍ଯ୍ୟ କେତେ ଦିନ ପ୍ରଭୁ ଏ ସୌନ୍ଦର୍ଯ୍ୟକୁ ଆମେ ଧରି ରଖିପାରିବୁ କିନ୍ତୁ ଯୋଉ ପ୍ରଭୁ ଆମମାନଙ୍କ ପାଇଁ ରଖିଅଛ ଯୋଉ ସୌନ୍ଦର୍ଯ୍ୟ ସ୍ଥାନ ରଖିଅଛ ଯୋଉ ସ୍ୱର୍ଗ ରଖିଅଛ ସେଠାରୁ ପ୍ରଭୁ ଯାହା ହେଇପାରିବ ଦୟାକରି ଆସନ୍ତୁ ଆମମାନେ ଦ୍ୱିତୀୟ ଗୀତ ଗାନ କରି ତାଙ୍କର ଗୌରବ କରିବା ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ଯେତେ ଦିନ ଥିବ ଜୀବନ ମୋର ଯେତେ ଦିନ ଥିବ ଜୀବନ ମୋର ଗାଉଥିବି ନାମ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ନାହିଁ ପ୍ରଭୁ ନାହିଁ ଦେବା ପାଇଁ ପ୍ରତିଦାନ ମୋର ଅଛି ଖାଲି ଅଛି କେବଳ ହୃଦୟ ମୋର ନାହିଁ ପ୍ରଭୁ ନାହିଁ ଦେବା ପାଇଁ ପ୍ରତିଦାନ ମୋର ଅଛି ଖାଲି ଅଛି କେବଳ ହୃଦୟ ମୋର ଏ ଜୀବନ ଅଟେ
ତୁମରି ଦାନ ଏ ଜୀବନ ଅଟେ ତୁମରି ଦାନ ଭୁଲିବିନି ପ୍ରେମ ତୁମର ଭୁଲିବିନି ପ୍ରେମ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ଯେତେ ଦିନ ଥିବ ଜୀବନ ମୋର ଯେତେ ଦିନ ଥିବ ଜୀବନ ମୋର ଗାଉଥିବି ନାମ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ଆସ ପ୍ରଭୁ ଆସ ବସି ଯା ହୃଦୟ ମୋର ଡାକେ ଆଜି ଡାକେ ଆକୁଳ ଏ ପ୍ରାଣ ମୋର ଆସ ପ୍ରଭୁ ଆସ ବସି ଯା ହୃଦୟ ମୋର ଡାକେ ଆଜି ଡାକେ ଆକୁଳେ ଏ ପ୍ରାଣ ମୋର ଚାଲୁଥିବି ପ୍ରଭୁ ସାଥେ ତୁମର ଚାଲୁଥିବି ପ୍ରଭୁ ସାଥେ ତୁମର ଛାଡ଼ିବିନି ହାତ ମୋହର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ଯେତେ ଦିନ ଥିବ ଜୀବନ ମୋର ଯେତେ ଦିନ ଥିବ ଜୀବନ ମୋର ଗାଉଥିବି ନାମ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ଆସନ୍ତୁ ଆମମାନେ ପ୍ରଭୁଙ୍କ ନିକଟରେ ଆମର ଏଇ ଗୀତକୁ ସେ ଯୋଉ ଗୀତ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି ଭକ୍ତ କବି ମାନେ ଲେଖିଛନ୍ତି ନିଜର ସ୍ୱର ନଥିଲେ ମଧ୍ୟ ତାକୁ ସଜାଇ ତାଙ୍କର ଗୌରବ ଆମେ କରିବା ଆମମାନଙ୍କର ଜୀବନ ଯେତେ ଦିନ ଏଇ ଜଗତରେ ଅଛି ସେତେ ଦିନ ପର୍ଯ୍ୟନ୍ତ ତାଙ୍କର ଗୌରବ କରିବା ତାଙ୍କ ପ୍ରଶଂସା କରିବା ତାଙ୍କ ନାମରେ ଗୀତ ଗାଉଥିବା ତାଙ୍କ ନାମରେ ପ୍ରାର୍ଥନା କରୁଥିବା ପ୍ରଭୁ ଆମମାନଙ୍କ ଜୀବନରେ ସେ ଆଶୀର୍ବାଦ ଆଣିଦେବେ ସେ ଆଶୀର୍ବାଦ ଆଣିଦେବେ ଆଶୀର୍ବାଦ ଆଣିଦେବେ ମାନେ ଯେତେ ଦିନ ତାଙ୍କ ନିକଟବର୍ତ୍ତୀ ହେବା ତାଙ୍କର ପ୍ରଶଂସା କରିବା ତାଙ୍କର ଗୌରବ କରିବା ତାଙ୍କର ଗୁଣାନୁବାଦ କରିବା ଆମମାନଙ୍କ ଜୀବନରେ ସେ ଆଶୀର୍ବାଦ ଆଣିଦେବେ ଆଶୀର୍ବାଦ ଆଣିଦେବେ ଆଶୀର୍ବାଦ ଆଣିଦେବେ ଆସନ୍ତୁ ତାଙ୍କର ଗୌରବ କରିବା ତାଙ୍କର ପ୍ରଶଂସା କରିବା ତାଙ୍କ ନିମନ୍ତେ ଆମମାନେ ବ୍ୟବହୃତ ହେବା ପ୍ରଭୁ ଆମମାନଙ୍କୁ ଆହ୍ୱାନ କରିଛନ୍ତି ତାଙ୍କର ଗୌରବ କରିବା ନିମନ୍ତେ ତାଙ୍କ ରାଜ୍ୟ କାର୍ଯ୍ୟ କରିବା ନିମନ୍ତେ ତାଙ୍କର ନିକଟବର୍ତ୍ତୀ ହେବା ନିମନ୍ତେ ସେ ନିଜର ପ୍ରାଣ କୃଷ ଉପରେ ଢାଳି ଦେଲେ ନିଜ ରକ୍ତ ସେ ବହିଦେଲେ ଆମମାନଙ୍କର ପାପ ନିମନ୍ତେ ଯେତେବେଳେ ସେ କୃଷକୁ ଯାଉଛନ୍ତି ନିଜେ ଆମମାନଙ୍କର ପାପର ବୋଝ ନେଇ ଯାଉଛନ୍ତି ସେତେବେଳେ ଗୋଟିଏ କଥା କହିବେ ହେ ପିତ ମତେ କାହିଁକି ପରିତ୍ୟାଗ କଲେ ଆମମାନଙ୍କର ପାପର ବୋଝ ଏଇ ପ୍ରକାର ଥିଲା ଯେ ପରମେଶ୍ୱର ସେ ପାପ ବୋଝ ନେଇ କୃଷ ଉପରକୁ ଗଲାବେଳୁ ତାଙ୍କୁ ପରିତ୍ୟାଗ କରୁଛନ୍ତି ଏଇ ପ୍ରକାର ଦୁଃଖ ଯନ୍ତ୍ରଣା ସହିତ ସେ ଆମମାନଙ୍କ ନିମନ୍ତେ କୃଷରେ ଚଳିଛନ୍ତି ରକ୍ତ ଦେଇଛନ୍ତି ବଳିଦାନ କରିଛନ୍ତି ପ୍ରାୟଶ୍ଚିତ ଆମମାନଙ୍କ ପାଇଁ କରିଛନ୍ତି ଆମେ ଯେତେ ଦିନ ବଞ୍ଚିଛୁ ତାଙ୍କର ଗୌରବ କରିବା ଆମମାନଙ୍କ ପାଖରେ ସ୍ୱର ନଥାଉ ଆମମାନଙ୍କ ପାଖରେ ସେଇ ଗୀତ ଗାଇବା ପାଇଁ ଶୈଳୀ ନଥାଉ କିନ୍ତୁ ଆମମାନଙ୍କୁ ହୃଦୟ ତାଙ୍କର ନିକଟରେ ଦେବା ତାଙ୍କର ଗୌରବ କରିବା ତାଙ୍କର ପ୍ରଶଂସା କରିବା ସ୍ତୁତି ବନ୍ଦନା କରିବା ପ୍ରଭୁ ତୁମେ ଆମମାନଙ୍କର ସମସ୍ତ ଭାର ତୁମେ ବହନ କର
ଆମ ଦେଇ ପ୍ରଭୁ ତୁମେ ଗୌରବାନ୍ୱିତ ପ୍ରଶଂସା ଦିଅ। ଆମ ଦେଇ ପ୍ରଭୁ ତୁମେ ନିନ୍ଦିତ ନ ହଉ ପ୍ରଭୁ। ତୁମେ ଆମମାନଙ୍କୁ ଯୋଉ ଆହ୍ୱାନରେ ଆଭୂତ କରିଅଛ ତାର ଯୋଗ୍ୟ ଆଚରଣ କରିବା ପାଇଁ ଆମ ସମସ୍ତଙ୍କ ପ୍ରତି ତୁମେ ସହାୟ ସହବର୍ତ୍ତୀ ହୋ ପ୍ରଭୁ। ଆମେ ଯେ ପ୍ରକାର ତୁମର ଯୋଗ୍ୟ ଆଚରଣ କରିପାରିବୁ, ତୁମର ଲୋକ ହେଇପାରିବୁ, ତୁମର ଚରାସ୍ଥାନରେ ମେଷ ହେଇପାରିବୁ, ତୁମର ପଲର ମେଷ ହେଇପାରିବୁ ପ୍ରଭୁ। ତୁମର ସେ ପ୍ରଭୁ ନିକଟ ପଠେ ସଦା ଦିନ ପ୍ରଭୁ ଆଣ୍ଠୁ ଭାଗ ପ୍ରାର୍ଥନା କରି ଦୟା କର, ଦୟା କର। ଆସନ୍ତୁ ଆମେ ଶେଷ ଗୀତ ଗାଇକି ତାଙ୍କର ଗୌରବ କରିବା। ବଢାଅ ବଢାଅ ଯୀଶୁ ତୁମ ପ୍ରତି ପ୍ରେମ ଭକ୍ତି, ଏହି ଭିକ୍ଷା ଶ୍ରୀ ଚରଣେ ନାହିଁ ଆଉ ଅନ୍ୟ ଗତି। ବଢାଅ ବଢାଅ ଯୀଶୁ ତୁମ ପ୍ରତି ପ୍ରେମ ଭକ୍ତି, ପାର୍ଥିବ ବস্তু ରେ ନାନା ପ୍ରଚୁର ଥିଲା ବାସନା, ଯାଇଛି ସେ ଦିନ ମୋର, ଯାଇଛି ସେ ସବୁ ପ୍ରୀତି। ବଢାଅ ବଢାଅ ଯୀଶୁ ତୁମ ପ୍ରତି ପ୍ରେମ ଭକ୍ତି, ସୁଖ ସମ୍ପଦ ଚାହେଁ ନା କେବଳ ଏହି ପ୍ରାର୍ଥନା, ସୁଖ ସମ୍ପଦ ଚାହେଁ ନା କେବଳ ଏହି ପ୍ରାର୍ଥନା। ବଢେ ଯେନେ ପ୍ରତିଦିନ ତୁମ ପ୍ରତି ପ୍ରେମ ଭକ୍ତି, ବଢାଅ ବଢାଅ ଯୀଶୁ ତୁମ ପ୍ରତି ପ୍ରେମ ଭକ୍ତି। ଦୁଃଖରେ କାତର ନୁହେଁ ଯଦି ତୁମ ଦୟା ପାଏ, ତୁମରି ପ୍ରେମରେ ମୋର ମନେ ହେବ ଶାନ୍ତି ତୃପ୍ତି। ବଢାଅ ବଢାଅ ଯୀଶୁ ତୁମ ପ୍ରତି ପ୍ରେମ ଭକ୍ତି, ଆସୁ ଦୁଃଖ ତାପ ନାନା, ଆସୁ ଯାତ ନା ବେଦନା, ଆସୁ ଦୁଃଖ ତାପ ନାନା, ଆସୁ ଯାତ ନା ବେଦନା, ସବୁ ମିଳି ଏକ ସଙ୍ଗେ ବଢାଅ ମୋ ପ୍ରେମ ଭକ୍ତି। ବଢାଅ ବଢାଅ ଯୀଶୁ ତୁମ ପ୍ରତି ପ୍ରେମ ଭକ୍ତି, ଏହି ଭିକ୍ଷା ଶ୍ରୀ ଚରଣେ ନାହିଁ ଆଉ ଅନ୍ୟ ଗତି। ବଢାଅ ବଢାଅ ଯୀଶୁ ତୁମ ପ୍ରତି ପ୍ରେମ ଭକ୍ତି। ପ୍ରଭୁ ତୁମ ପ୍ରତି ସେ ପ୍ରେମ ଭକ୍ତି ବଢା। এই ভিক্ষা ତୁମ ଚରଣ ପ୍ରଭୁ ନିବେଦନ କରୁଅଛୁ। ଆମମାନଙ୍କର ଅନ୍ୟ ଗତି ନାହିଁ ପ୍ରଭୁ, ଆମେ କାହାକୁ ଉପରେ ନିର୍ଭର କରି ନ ପାରୁ। ନିଜ ଭାଇ ଥାଉ, ନିଜ ବନ୍ଧୁ ଥାଉ, ନିଜ ପିତା ମାତା ଥାଆନ୍ତୁ ପ୍ରଭୁ, ତାଙ୍କ ଉପରେ ନିର୍ଭର ନ କରୁ। ତୁମେ ଆମମାନଙ୍କର ଭକ୍ତି ଭାବ ବଢେଇ ଦିଅ, ତୁମେ ଆମମାନଙ୍କର ସହବର୍ତ୍ତୀ ହୁଅ ପ୍ରଭୁ। ତୁମ ନିକଟରେ ନିବେଦନ ପ୍ରାର୍ଥନା କରେ ପ୍ରଭୁ। আমার জগତରେ ଅନେକ ଯାତନା ଅଛି, ଯେତେ ତାଡ଼ନା ଅଛି, ଯାହା କିଛି ଥିଲେ ମଧ୍ୟ ତୁମେ ଆମମାନଙ୍କର ସହବର୍ତ୍ତୀ ହୁଅ। ଆମେ ଯେ ପ୍ରକାର ତୁମରି ହେଇପାରିବୁ ପ୍ରଭୁ, ତୁମର ଲୋକ ହେଇପାରିବୁ ପ୍ରଭୁ, ତୁମ ନିମନ୍ତେ ବଞ୍ଚିବୁ ପ୍ରଭୁ, ତୁମ ନିମନ୍ତେ ବ୍ୟବହୃତ ହେଇପାରିବୁ। ସେଥିପାଇଁ ଦୟା କରି ପ୍ରଭୁ, ଦୟା କର ଆମମାନଙ୍କ ଜୀବନରେ ପ୍ରଭୁ। ଜାଗତିକ ବନ ଅନେକ ସମୟରେ ଅନେକ ପାପ କାର୍ଯ୍ୟ, ଅନେକ ସମୟରେ ଅନେକ ଭୁଲ କଥାରେ ପ୍ରଭୁ ପଡିଯାଉ ପ୍ରଭୁ। ଆମମାନଙ୍କ ମଧ୍ୟରେ କେତେବେଳେ ପ୍ରଭୁ ଗର୍ବ ମଧ୍ୟ ଆସି ପହଞ୍ଚି ଯାଇଥାଏ ପ୍ରଭୁ। ଶୈତାନ ସବୁବେଳେ ପ୍ରଭୁ ଚାତୁରତା ଜଗେଇଥାଏ। ସେ ଚାଳୁନି ଧରି ପ୍ରଭୁ କି ପ୍ରକାର ଚଳେଇ ପ୍ରଭୁ, এই ପ୍ରକାର ପ୍ରଭୁ ଯୋଜନା ସେ ପ୍ରସ୍ତୁତ ରଖିଥାଏ ପ୍ରଭୁ। ହେ ପିତ, ହେ ପିତ, ଆମେ ତୁମରି ହସ୍ତରେ ପଡିବୁ, ତୁମ ହସ୍ତରେ ରହିବୁ।
ସେଥିପାଇଁ ଦୟାକରି ପ୍ରଭୁ ଦୟାକରି ଆମମାନଙ୍କର ସେଇ ଭାବନା ପ୍ରଭୁ ବଢେଇ ଦିଅ। ଆମମାନେ ତୁମକୁ ଅନୁଭବ କରିବା ପାଇଁ ଦିଅ ପ୍ରଭୁ। ଆରାଧନା ମାଧ୍ୟମରେ ତୁମକୁ ଅନୁଭବ କରିପାରିବ। ପ୍ରତ୍ୟେକ ଯେତେ ଲୋକ ଆମେ ଏଠି ଏକତ୍ରିତ ହେଇଛୁ ପ୍ରତ୍ୟେକଙ୍କ ତରେ ପ୍ରଭୁ ସେ ଭକ୍ତି ଭାବ ବଢୁ ପ୍ରଭୁ। ତୁମ ନିକଟରେ ପ୍ରଭୁ ସମସ୍ତେ ସମର୍ପିତ ହେବ। ବ୍ୟକ୍ତିଗତ ଜୀବନରେ ପାରିବାରିକ ଜୀବନ ଆମମାନଙ୍କର ମାଣ୍ଡଳିକ ଜୀବନ ପ୍ରଭୁ ତୁମ ନିକଟ ପ୍ରତି ନିଜକୁ ସଜାଡ଼ିବ, ପରିବାରକୁ ସଜାଡ଼ିବ, ମାଣ୍ଡଳିକୁ ସଜାଡ଼ିବ ଏବଂ ପ୍ରଭୁ ଆମମାନେ ଯେ ପ୍ରକାର ତୁମର ହେଇପାରିବ ସେଥିପାଇଁ ଦୟା କର। ଆଜି ଖ୍ରୀଷ୍ଟୀୟ ପରିବାର ପିଲାମାନଙ୍କର ଯୋଉ ପ୍ରକାର ପ୍ରଭୁ ଏ ବାପା ଗୋଟେ ଖ୍ରୀଷ୍ଟିଆନ ପରିବାର ଆମ ପିଲାମାନଙ୍କର ସ୍ୱଭାବକୁ ପ୍ରଭୁ ତୁମେ ସଜାଡ଼ି ଦିଅ ପ୍ରଭୁ। ଆମମାନଙ୍କ ହୃଦୟକୁ ସଜାଡ଼ି ଦିଅ, ପରିବାରକୁ ସଜାଡ଼ି ଦିଅ, ଆମ ସ୍ତ୍ରୀ ମାନଙ୍କ ହୃଦୟକୁ ତୁମେ ସଜାଡ଼ି ଦିଅ ପ୍ରଭୁ। ଆମେ ଏକ ଖ୍ରୀଷ୍ଟୀୟ ପରିବାର ପିଲାମାନେ ପ୍ରଭୁ ବୋଲି ପ୍ରଭୁ ସମସ୍ତେ ଚିହ୍ନି ପାରିବେ, ଲୋକ ଆମକୁ ଜାଣିପାରିବେ। ଆମ ଏ ବେଶକୁ ଦେଖି ନୁହ ପ୍ରଭୁ, ଆମ ହୃଦୟକୁ ଦେଖି, ଆମର ମନୋଭାବକୁ ଦେଖି ଲୋକ ଚିହ୍ନିବେ। ସେଥିପାଇଁ ଗୌରବ ସମ୍ଭ୍ରମ ସ୍ତୁତି ବନ୍ଦନା ତୁମେ ପାଅ। ଜୀବନ୍ତ ଯୀଶୁ ପର୍ଯ୍ୟନ୍ତ ଏ ଛୋଟ ନିବେଦନ କରୁଛି। ଆମେନ୍। ସମସ୍ତ ଆମର ଆନ୍ତରିକ ନମସ୍କାର। ଧନ୍ୟବାଦ ଆଜ୍ଞା। ଆମମାନଙ୍କର ପରୀକ୍ଷା ଆଜ୍ଞାଙ୍କୁ ଆମେ ପ୍ରତ୍ୟେକ ଆମେ ବସିଛୁ, ପ୍ରତ୍ୟେକ ଆମେ ଉଚ୍ଚ କରତାଳରେ ତାଙ୍କୁ ଆମେ ଧନ୍ୟବାଦ ଦେବା। ଧନ୍ୟବାଦ ଆଜ୍ଞା। ଅତି ସୁନ୍ଦର ଭାବରେ ପୁରାତନ ଗୀତ ଗୁଡାକ ଗାଇ ଉଦୟସ୍ପର୍ଶୀ ଆରାଧନା ସ୍ତୁତି ପ୍ରଶଂସା କଲେ ଯେ ମନୁଷ୍ୟ ଖ୍ରୀଷ୍ଟୀୟ ବିଶ୍ୱାସ ଜୀବନରେ ଯେ ବାସ୍ତବ ଭାବରେ ଗୀତ ଅନୁସାରେ ଆମେ ବେଶ ଟିକେ ବଦଳେଇବା କି ଲାଭ ପାଇବା, ବା ଅନ୍ତର ଯଦି ବଦଳେଇବା ଆମେ ଲାଭ ପାଇବା। ଆମେ ଯେତେବେଳେ ବିଭୁବହୁଳ ହୋଇଯାଉଛୁ, ଯେତେବେଳେ ସେବା କରିବା ସମୟ, ପରିଚାଳନା କରିବା ସମୟରେ ଆମେ ବିଭୁବହୁଳ ହୋଇଯାଇକି ଆମେ ନାନା ପ୍ରକାର କାର୍ଯ୍ୟ କରୁଛୁ, କିନ୍ତୁ ତାହା ବେଶଟିକୁ ବଦଳଉଛୁ। ତେଣୁ ପ୍ରକୃତରେ ଯଦି ଆତ୍ମା ବଦଳେଇବା ତାହେଲେ ଲାଭ ପାଇବା। ପ୍ରଭୁ ଆଜି ଆମମାନଙ୍କର ପ୍ରଭୁଙ୍କ ଦାସଙ୍କ ଦେଇ ଅତି ସୁନ୍ଦର ଭାବରେ ଏଇ ସୁନ୍ଦର ତାଙ୍କର କଣ୍ଠରୁ ଆମେ ସୁନ୍ଦର ଭାବରେ ଗୀତ ଗାନ ଶୁଣିଛୁ। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କ ସେବା କାର୍ଯ୍ୟକୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ଆମମାନଙ୍କର ଆନାଉନ୍ସମେଣ୍ଟ ଅଛି ବା ବିଜ୍ଞାପନ ଅଛି। ହୋଷ୍ଟ ଆଜ୍ଞା ଏବଂ ନଚେତ୍ ଆମମାନଙ୍କର ସଭାପତି ଆଉ ସେମାନେ ବିଜ୍ଞାପନ ସେମାନେ ପରିଚାଳନା କରିବେ। ଆମେ ପ୍ରାର୍ଥନା କରିବା। ଆମମାନଙ୍କର ମଧ୍ୟରେ ତାବଡ଼ା ମଣ୍ଡଳୀର ଦିକନ କରାଡ଼ ଆଜ୍ଞା ଅଛନ୍ତି, ସେ ଶୁଣିବେ କ'ଣ କ'ଣ ଆନାଉନ୍ସମେଣ୍ଟ ଅଛି, ସେ ପ୍ରାର୍ଥନା କରିବେ। ଆରାଧନା କରିଥିବା ମଧ୍ୟସ୍ଥି ପ୍ରାର୍ଥନାରେ କଢ଼େଇ ନେଇଥିବା ଭଉଣୀ ତତ୍ ସହିତ ଯେଉଁମାନେ ପ୍ରାର୍ଥନା କରିଥିଲେ ସେମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରିବା। କରାଡ଼ ଆଜ୍ଞା ନମସ୍କାର। ହଁ ନମସ୍କାର ନମସ୍କାର। ଆପଣ ଆନାଉନ୍ସମେଣ୍ଟ ଶୁଣନ୍ତୁ, ପ୍ରାର୍ଥନାରେ ଆମମାନଙ୍କୁ କଢ଼େଇ ନିଅନ୍ତୁ। ହଁ, ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରାତଃକାଳ ଉପାସନାରେ ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ନମସ୍କାର ଜଣାଏ। ସମସ୍ତଙ୍କୁ ନମସ୍କାର। ଆଉ ମୁଁ ଧନ୍ୟବାଦ ଦଉଛି ରୀତା ଆନନ୍ଦ ମ୍ୟାଡ଼ାମ ଅତି ସୁନ୍ଦର ଭାବରେ ଇଣ୍ଟରସେସରୀ ପ୍ରେୟର ପରିଚାଳନା କରିଥିଲେ। ପ୍ରଭୁଙ୍କ ଦାସ ଡିକନ ଜେନା ସାର୍ ପରିଚାଳନା କରୁଛନ୍ତି ଉପାସନାକୁ, ସାର୍ଙ୍କୁ ବି ଧନ୍ୟବାଦ ଦଉଛି। ଆମମାନଙ୍କର ଅଲରାଉଣ୍ଡର ରେଭରେଣ୍ଡ ପରିଚୟ ସାର୍ ବହୁତ ସୁନ୍ଦର ଭାବରେ ବର୍ସିପ କରିଥିଲେ, ତାଙ୍କୁ ମଧ୍ୟ ଧନ୍ୟବାଦ ଦଉଛି। ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସ ପଞ୍ଜାବରୁ ଜଏନ କରିଛନ୍ତି ରେଭରେଣ୍ଡ ସଞ୍ଜୀବ ଆନନ୍ଦ ସାର୍, ଆଉ ପ୍ରଭୁଙ୍କ ଦାସଙ୍କୁ ମଧ୍ୟ ସ୍ୱାଗତ କରୁଛି। ଆଉ ଜାଣତ ଅଜାଣତରେ ଏବଂ ନୂଆ ପୁରୁଣା ଯେତେ ଅଛନ୍ତି ସମସ୍ତଙ୍କୁ ମୁଁ ସ୍ୱାଗତ କରେ, ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଅଛି। ତେବେ ବିଜ୍ଞାପନ ପ୍ରତିଦିନ ଆମମାନେ ଆପଣମାନଙ୍କ ସମ୍ମୁଖରେ ରଖୁଛୁ। ପୁଣି ଥରେ ଆଜି ମୁଁ ପ୍ରକାଶ କରିବା ପାଇଁ ଚାହେଁ, ଆମମାନଙ୍କର ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଅନୁଷ୍ଠିତ ପଞ୍ଚମ ଗେଟ୍ ଟୁଗେଦର, ଯାହାକି ବମ୍ବେ ମହାନଗରୀରେ ଚଳିତ ବର୍ଷ ଅନୁଷ୍ଠିତ ହେବ। ଆଉ ଜୁନ ମାସ 9, 10, 11 ଆମେ ସମସ୍ତେ ଜୁନ 7 ତାରିଖ ଦିନ ଯାଉଛୁ, 9 ତାରିଖ ପହଞ୍ଚିବା। 9 ତାରିଖ ଗେଟ୍ ଟୁଗେଦର ପ୍ରୋଗ୍ରାମ ରହିବ, 10 ତାରିଖ ଗେଟ୍ ଟୁଗେଦର ପ୍ରୋଗ୍ରାମ ରହିବ ଏବଂ 11 ତାରିଖ ଦିନ ଆମମାନଙ୍କର ଆଉଟିଂ ରହିବ। ପାଖାପାଖି 10 ରୁ 12ଟି ଟୁରିଷ୍ଟ ପ୍ଲେସ ଆମେ ଭିଜିଟ କରିବା। ଏଥି ନିମନ୍ତେ ସମସ୍ତ ଆୟୋଜନ ପ୍ରାୟ 95% ସମାପ୍ତ ହେଇଛି। ସେଠାରେ ପ୍ରଭୁ ଜଣେ ଦାସଙ୍କୁ ରଖିଅଛନ୍ତି, ରେଭରେଣ୍ଡ ଆଉ ସୋନୁ ଦିଗାଲ ସାର୍, ଆଉ ତାଙ୍କ ସହିତ ପ୍ରତିଦିନ ଆମେ ଦିନକୁ 2 ଥର 3 ଥର ଏମିତି କଥାବାର୍ତ୍ତା ବି କରୁଛୁ। ଆମମାନଙ୍କର ରହିବା ପାଇଁ, ଖାଇବା ପାଇଁ, ପିଇବା ପାଇଁ, ଶୋଇବା ପାଇଁ ଏବଂ ବୁଲିବା ପାଇଁ ସମସ୍ତ ବ୍ୟବସ୍ଥା ହେଇସାରିଛି। ଆଉ 95 ରୁ ଆଉ 5% ଯୋଉ ବାକି ରହିଛି, ଏହା ହଉଛି 11 ତାରିଖ ରାତିରେ ଯାହାକି ଆମେ CSMT ରେଲୱେ ଷ୍ଟେସନ
जोटि कि लाटेस्ट मॉडल रो रूम गुडा को अछि रहिबा पई व्यवस्था करा जाउची रूम बुक करा जाउची आउ सेटा तो एकाथरे 50 जनकर बुक हेई पारु नाही तेणु प्रतिदिन किछि किछि रूम बुक करा जाउची आउ गत पोर दिन किछि करिथिले गतकाली किछि करिथिले एई भला किछि करि करि किछि जाउ अछंती तेबे एई समस्त विषय निमंते अर्थर भी आवश्यकता रहिछि आमाने जो रजिस्ट्रेशन फीस रखिछु 4000 टंका आपण मानकु आमाने बारंबार विज्ञापन रे प्रकाश करूछु ग्रुप रे मध्ये आमाने लेखिकी छाडू अछु जे आपण माने रजिस्ट्रेशन फीस यथा शीघ्र पैठ करिया पय आमाने चेष्टा करिबा कारण पैसा न हेले आमाने से पटो पैसा पठेई परिबा नाही और रूम बुक हेई परिबो नाही तेणु मो अनुरोध करू अछि एबे पर्यंत जो माने रजिस्ट्रेशन फीस देई नाहंती कम से कम आपण माने 4000 टंका रु 3000 टंका आपण माने एई मे मास 5 तारिख सुधा 3000 टंका कंप्लीट करिके पैठ करि दियंतु आउ जो 1000 टंका बैलेंस रहिबो आपण माने मे लास्ट रे भी देले चलिबो तेणु विशेष मो अनुरोध करी जे अर्थर आवश्यकता रहिछि आमे अर्थ पठौछु से पट रूम बुक करा जाउ अछि आउ आमाने एथि पे रूम बुक कलु जे आमाने आउ 9 तारिख गेट टुगेदर रे व्यस्त रहिबा कैंपस भितरे रहिबा 10 तारिख दिन गेट टुगेदर प्रोग्राम कैंपस भितरे रहिबा 11 तारिख दिन आमाने समस्ते गोटे बस रे बुलिबा किंतु आउ जो मार्केटिंग रहिछि पर्सनल मार्केटिंग पई समय मिलु नाही सेथि पई कमिटी चिंता कले जे 11 तारिख रातिटी रही गले 12 तारिख आउ दिन आमान को 2टा पर्यंत समय रहुछि 2टा पर्यंत समय रहुछि 2टा रे फेरिबा पई जो कोणार्क एक्सप्रेस अछि एई जो सखाळु ठारू आमान को गोटे पर्यंत आमाने पर्सनल काम करि परिबा आउ मार्केटिंग करि परिबा सेथि पई कमिटी चिंता करिकी आउ आमाने 11 तारिख राति रे रहिबा पई प्लान करूछु एते बड़ महानगरी को जाउछु आउ निज पिला मान को पई स्त्री पई आउ नाती नातुनी मान को पई पुओ झियो मान को पई निहाती समस्ते किनिबे तेणु आपण मान को अनुरोध करूछि रजिस्ट्रेशन फीस गुडा को पैठ करंतु मो अनुरोध करूछि ए समस्त विषय पे प्रार्थना करंतु जेपरी जेते जण जाउछु पाका पाके 57 आमे जाउछु इंक्लूडिंग पिला माने 5 जण पिला मान को मिसेई की समस्तଙ୍କର शारीरिक सुस्थ सबल रहिबो सुरक्षा रे जाई परिबा आ प्रोग्राम जेपरी भलो हेई परिबो सुरक्षा रे फेरी आसी परिबा आ आउटिंग प्रोग्राम भी भलो थिबो रहिबा विषय सब भलो थिबो आ जो आज्ञा को दायित्व दिया जाईछि आ जेपरी से आज्ञा मध्य सुंदर सहित दायित्व बहन करी अरेंजमेंट करि परिबे सेथि निमंते मध्य प्रार्थना करिबा ए सब विषय नै कि व्यक्तिगत भावरी पारिवारिक भावरी मांडलिक भावरी प्रार्थना करंतु एहा आम मानकर अनुरोध धन्यवाद ଆସନ୍ତୁ ପ୍ରାର୍ଥନା କରିବା। କରଣ ଆଜ୍ଞା ପ୍ରେସ ଆଜ୍ଞା ନମସ୍କାର ନମସ୍କାର ନମସ୍କାର। ଅନୁରୋଧ ରହିବ କି ଗତକାଲି ଆମର କଳାହାଣ୍ଡି ଆଉ ନୂଆପଡା ଅଞ୍ଚଳର ସିନାପାଲି ଏରିଆ ଆଉ କେତେ ଅଞ୍ଚଳକୁ ନେଇକିରି କାଲି ଗୋଟେ ଛୋଟିଆ ଗୋଟେ ଭୂମିକମ୍ପ ହେଲା ସେଥିପାଇଁ ପ୍ରାର୍ଥନା କରିବେ କିନ୍ତୁ କେହି ବି ପ୍ରଭୁଙ୍କ ଦୟାରୁ କାହାର ବି କ୍ଷୟକ୍ଷତି ହେଇନାହିଁ ସେଥି ନିମନ୍ତେ ପ୍ରାର୍ଥନା କରିବେ। ଆସନ୍ତୁ ପ୍ରାର୍ଥନା କରିବା। ମହିମାମୟ ସ୍ୱର୍ଗବାସୀ ପିତା ତୁମ ପବିତ୍ର ମହତ୍ ନାମର ଧନ୍ୟବାଦ ଦେଉଛୁ ଆମମାନଙ୍କୁ ସୁନ୍ଦର ସକାଳ ଦେଇଛ ତୁମ ନିକଟକୁ ଆସିବା ପାଇଁ ଅବକାଶ ଦେଇଛ ଏଥିପାଇଁ ଧନ୍ୟବାଦ ଦଉଛୁ ପ୍ରଭୁ ଆମମାନେ ନିଜେ ନିଜର ନହୁ ପ୍ରଭୁ ତୁମେ ଆମମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରଚଳିତ ରଖିଛ ତୁମର ଗୌରବ ହଉ ବିଶେଷ କରି ତୁମ ନାମ ସକାଶେ ଜୁମ୍ ମାଧ୍ୟମରେ ଏକତ୍ରିତ ହେବା ପାଇଁ ଯୋଉ ଆଶୀର୍ବାଦ ଦେଲ ଏ ସମସ୍ତ ମହା କୃପା ସକାଶେ ଆମେ ତୁମର ଗୌରବ କରୁଛୁ ପ୍ରଭୁ ଆଜି ପ୍ରଭାତ ସମୟ ଠାରୁ ତୁମ ନିକଟକୁ ଆସିବା ଏବଂ ବିଭିନ୍ନ ପ୍ରାର୍ଥନାର ବୋଝ ନେଇ ତୁମ ନିକଟରେ ପ୍ରାର୍ଥନା କରିବା ଯେଉଁ ଭଉଣୀ ମାନେ ଭାଇ ମାନେ ଏ ସମସ୍ତ ପ୍ରାର୍ଥନାର ଦାୟିତ୍ୱ ନେଲେ ପ୍ରାର୍ଥନା କଲେ ଆମମାନଙ୍କ ପାଇଁ ମଧ୍ୟସ୍ଥି ପ୍ରାର୍ଥନା କଲେ ଏ ସମସ୍ତ ପାଇଁ ଆମେ ତୁମ ଧନ୍ୟବାଦ ଦଉଛୁ ପ୍ରଭୁ ପ୍ରତ୍ୟେକଙ୍କୁ ତୁମ ବିଶ୍ୱାସରେ ସ୍ଥିର ରହିବା ପାଇଁ ସାହାଯ୍ୟ କର ଆଜିର ପରିଚାଳକଙ୍କୁ ମଧ୍ୟ ତୁମେ କଢାଇ ନିଅ ସୁସ୍ଥତା ଦିଅ ସ୍ଥିର ଭାବରେ ତୁମର ସେବା କରିବା ପାଇଁ ତୁମର ଗୌରବର କାରଣ ହେବା ପାଇଁ ସାହାଯ୍ୟ କର ଆଜିର
ଉପାସକ ଯେ ତୁମ ଗୌରବ ସକାଶେ ଆରାଧନା କଲେ, ପ୍ରଭୁ ପ୍ରଶଂସା ସ୍ତୁତି ଗୀତ ଗାନ କଲେ। ତୁମେ ତାଙ୍କୁ ବ୍ୟବହାର କରିଛ। ଗୀତ ମାଧ୍ୟମରେ ମଧ୍ୟ ଆମେ ଅନେକ ବିଷୟ ଶିଖିପାରୁଛୁ ପ୍ରଭୁ। ଆମେ ଯେ ପ୍ରକାର ବାହ୍ୟ ବିଷୟ ପରିବର୍ତ୍ତନ ନ କରି ଭକ୍ତିର ସହିତ ଜୀବନ ଯାପନ କରିପାରିବୁ ସାହାଯ୍ୟ କର। ଏବଂ ଗୀତ ଗାନ କରୁଥିବା ତୁମ ଦାସଙ୍କୁ ମଧ୍ୟ ସୁସ୍ଥ ସ୍ୱାସ୍ଥ୍ୟ ରହି ତୁମର ସେବା କରିବା ପାଇଁ କୃପା କର। ତାଙ୍କ ପାରିବାରିକ ଜୀବନକୁ ତୁମେ ଆଶୀର୍ବାଦ ଯୁକ୍ତ କର। ପ୍ରଭୁ ପ୍ରାର୍ଥନା କରୁଛୁ କଳାହାଣ୍ଡି ଏରିଆରେ ପ୍ରଭୁ ଗତକାଲି ଯୋଉ ଭୂମିକମ୍ପର ପ୍ରଭୁ ପରିସ୍ଥିତି ଥିଲା, କିନ୍ତୁ ଅନେକଙ୍କୁ ତୁମେ ସୁରକ୍ଷା କରିଛ। କାହାର ଏ ପ୍ରଭୁ ଜୀବନ ହାନି ହେଇନି ପ୍ରଭୁ। ପ୍ରଭୁ ତୁମେ ଦୟା କର। ଯୋଉମାନଙ୍କର କିଛି ଆଂଶିକ ଭାବରେ କ୍ଷୟକ୍ଷତି ହେଇଛି, ଦୟାକରି ସେମାନଙ୍କୁ ଆଶୀର୍ବାଦ କର। ସେମାନଙ୍କର କ୍ଷୟକ୍ଷତି ଭରଣା ହେବା ପାଇଁ ସାହାଯ୍ୟ କର, କୃପା କର। ବିଶେଷ କରି ସେ ଅଞ୍ଚଳରେ ଥିବା ବିଶ୍ୱାସୀ ଭାଇ ଭଉଣୀ ମାନଙ୍କୁ ତୁମ ନିକଟକୁ ଆଣୁଛୁ ପ୍ରଭୁ। ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ତୁମ ନିକଟରେ ପ୍ରସ୍ତୁତ ଜୀବନ ଯାପନ କରିବା ପାଇଁ କୃପା କର। କେବଳ ସେମାନେ ନୁହନ୍ତି, ଆମେ ଯେତେକ ତୁମକୁ ଜାଣିଛୁ, ବିଶ୍ୱାସ କରୁଛୁ ପ୍ରଭୁ। ଆମେ ପ୍ରତି ମୁହୂର୍ତ୍ତରେ ହେ ପ୍ରଭୁ ଆପଣା ଜୀବନ ପ୍ରସ୍ତୁତ ରହିବା ପାଇଁ ସାହାଯ୍ୟ କର। ପ୍ରାର୍ଥନା କରୁଛୁ ପ୍ରଭୁ ଫିଫ୍ଥ ଗେଟ୍ ଟୁଗେଦର ର ସମସ୍ତ କାର୍ଯ୍ୟକ୍ରମ ସକାଶେ ଅନେକ କାର୍ଯ୍ୟ ସାଧିତ ହେଇ ସାରିଛି ପ୍ରଭୁ। ଆଉ ଯୋଉ ସମସ୍ତ କାର୍ଯ୍ୟ ବାକି ରହିଛି ପ୍ରଭୁ 11 ତାରିଖରେ ରହଣି ପାଇଁ, ସେ ସମସ୍ତ ବିଷୟ ଯେ ପ୍ରକାର ସଫଳ ହବ କୃପା କର। 57 ଜଣ ଯିବାର ରହିଛି ପ୍ରଭୁ। ସମସ୍ତଙ୍କୁ ସୁସ୍ଥତା ଦିଅ ପ୍ରଭୁ, କୁଶଳତା ଦିଅ, ଆର୍ଥିକ ସମ୍ବଳ ଦିଅ, ଯଦ୍ୱାରା ପ୍ରତ୍ୟେକ ହେ ପ୍ରଭୁ ସୁସ୍ଥ ସବଳ ରହି ନିରାପଦରେ ଓ ମୁମ୍ବାଇ ସହରକୁ ଯିବା ଏବଂ ସେଠାରେ କିଛି ସମୟ ତୁମର ସେବା ଆରାଧନା କରିବା ଏବଂ ପରସ୍ପର ଦେଖା ସାକ୍ଷାତ ହେବା ଏବଂ ତୁମ ପ୍ରେମରେ ଆବଦ୍ଧ ରହିବା, ପୁଣି ଫେରିବା ପାଇଁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ଆମମାନେ କିଛି ନହୁ ପ୍ରଭୁ, କେବଳ ସ୍ଥାନ ପରିବର୍ତ୍ତନ ମାଧ୍ୟମରେ ପରସ୍ପର ଦେଖା ସାକ୍ଷାତ ହେବାର ଲକ୍ଷ୍ୟ ରହିଛି ପ୍ରଭୁ। ଏ ସମସ୍ତ କେବଳ ତୁମର ଅନୁଗ୍ରହର ଦାନ। ତୁମର ଅନୁଗ୍ରହ, ତୁମର ଆଶୀର୍ବାଦକୁ ପ୍ରତ୍ୟେକ ଜୀବନରେ ଅଙ୍ଗୀକାର ବଦ୍ଧ ଭାବରେ ଗ୍ରହଣ କରିବା, ତୁମକୁ ସ୍ୱୀକାର କରିବା ଜୀବନ ଆମମାନଙ୍କୁ ଦିଅ ପ୍ରଭୁ। ମାନେ ଯେ ପ୍ରକାର ଏ ସମସ୍ତ ଯାତ୍ରାରେ କୌଣସି ଅସଙ୍ଗତ ବିଷୟ ଆମମାନଙ୍କ ଜୀବନ ମଧ୍ୟରେ ପ୍ରବେଶ ନ କରେ, ଏଥିରେ ମୋତେ କୃପା କର। ସକଳ ମହିମା ତୁମର ହଉ ପ୍ରଭୁ। ପ୍ରାର୍ଥନା କରୁଛୁ ଅବଶିଷ୍ଟ ସମୟ ଯାହା ରହିଛି ପ୍ରଭୁ, ସମସ୍ତ ସମୟ ତୁମ ଗୌରବ ସକାଶେ ଏ ପ୍ରଭୁ ଯେ ପ୍ରକାର ସାଧିତ ହବ, ଆମେ ଯେତେକ ଉପସ୍ଥିତ ଅଛୁ ତୁମ ବାକ୍ୟ ଦ୍ଵାରା ଆମମାନଙ୍କର ଜୀବନକୁ ପ୍ରସ୍ତୁତ କରିପାରିବୁ ଏବଂ ବାକ୍ୟଦାତାଙ୍କୁ ମଧ୍ୟ ତୁମ ନାମ ସକାଶେ ଆଶୀର୍ବାଦ ଯୁକ୍ତ କର। ତୁମର ମୁଖପାତ୍ର କରି ବ୍ୟବହାର କର, ଯଦ୍ୱାରା ପ୍ରଭୁ ଆମେ ପ୍ରତ୍ୟେକ ତୁମର ଅନୁଗ୍ରହକୁ ଏ ପ୍ରଭାତ ସମୟରେ ଗ୍ରହଣ କରିବୁ ଆଉ ଜୀବନ ତୁମ ପଥରେ ଚାଲିପାରିବୁ ସାହାଯ୍ୟ କର। ମହିମା ତୁମର ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ, ଆମେନ୍। ଆମେନ୍, ଆମେନ୍, ଆମେନ୍। ଧନ୍ୟବାଦ ଆଜ୍ଞା। ଆପଣ ବୋଝର ସହିତ ସମସ୍ତ ବିଷୟ ନେଇ ପ୍ରାର୍ଥନା କରିଥିଲେ। ପ୍ରଭୁ ଆପଣଙ୍କ ସେବା କରନ୍ତୁ, ଆପଣଙ୍କ ପରିବାର, ଆପଣଙ୍କ ସେବା କାର୍ଯ୍ୟରେ ପ୍ରଭୁ ମଙ୍ଗଳ କରନ୍ତୁ। ଆମେ ଏ ସମୟକୁ ମୁଖ୍ୟ ବିଷୟକୁ ଆମେ ଆସିଛୁ। ବାସ୍ତବ ଭାବରେ ମୁଁ ତ ଜାଣିନଥିଲି, ଯେତେବେଳେ ପୋଷ୍ଟର ଦେଖିଲି ଯେ ଆମମାନଙ୍କର ପଞ୍ଜାବରୁ ଯୋଉ ଆନନ୍ଦ ଆଜ୍ଞାଙ୍କର ପୋଷ୍ଟର ଦେଖିଲି, ଆଉ ସେଥିରେ ମୁଁ ବି ଖୁସି ହେଲି। ମୁଁ କେବେ ଜାଣିନଥିଲି ଆଉ ସୁଦୂର ପଞ୍ଜାବ ଭଳି ଜାଗାରେ ଆଉ ପ୍ରଭୁଙ୍କ ସେବା କାର୍ଯ୍ୟ କରିବା ଏକ କଷ୍ଟକର କଥା ଆଉ ମଧ୍ୟ ଆନନ୍ଦର ବିଷୟ ମଧ୍ୟ। ତଦ୍ରୂପ ସେହିପରି ପ୍ରଭୁଙ୍କ ଦାସଙ୍କୁ ଆମମାନଙ୍କ ଗହଣରେ ଆଜି ଆମେ ପାଇଛୁ। ଆମର ଅନୁରୋଧ, ରିଏଲ ମିନିଷ୍ଟ୍ରି ଅଫ୍ ଅନୁରୋଧ କ୍ରମେ ପ୍ରଭୁଙ୍କ ଦାସ ଆମମାନଙ୍କର କତିରେ, ଆମମାନଙ୍କର ନିକଟରେ ଅଛନ୍ତି। ଆଉ ଆମେ ବର୍ତ୍ତମାନ ବାକ୍ୟ ଶୁଣିବା। ମୁଁ ପ୍ରଭୁଙ୍କ ଦାସଙ୍କୁ ଆହ୍ୱାନ କରେ, ଆମେ ସତରେ ଯଦି ଆଉ ଅନଲାଇନରେ ଚାଲିଛି, ଯଦି ଅଫଲାଇନରେ ହେଇଥିଲେ ଆମେ କିଛି ସ୍ୱାଗତ ଆମେ କରିଥାନ୍ତେ। ଆମେ ବର୍ତ୍ତମାନ ଆମେ କିଛି ସ୍ୱାଗତ ସମ୍ବର୍ଦ୍ଧନା ଆମେ କରିପାରୁନାହୁଁ, ଆଜ୍ଞା କ୍ଷମା କରନ୍ତୁ। ଗୋଟିଏ ଆମେ କରିବୁ ଯେ ପ୍ରତ୍ୟେକ ପ୍ରଭୁଙ୍କ ଦାସ ଦାସୀ ମାନେ ଆମେ କରତାଳ ସହିତ ଆମେ ସ୍ୱାଗତ କରୁଛୁ। ଆପଣଙ୍କର ସମୟ, ଆପଣ ଆସନ୍ତୁ, ପ୍ରଭୁଙ୍କର ବାକ୍ୟ ପରିବେଷଣ କରନ୍ତୁ। ଆଜ୍ଞା ନମସ୍କାର। ହଁ, ଆପଣଙ୍କ ସମୟ ଆଜ୍ଞା, ଆପଣ ପରିଚାଳନା କରନ୍ତୁ, ବାକ୍ୟ ପରିବେଷଣ କରନ୍ତୁ। ଖ୍ରୀଷ୍ଟଙ୍କର ମଧୁର ନାମରେ ସମସ୍ତ ପ୍ରଭୁଙ୍କ ଦାସ ଦାସୀ ମାନେ, ମଣ୍ଡଳୀର କର୍ମକର୍ତ୍ତା ମାନେ, ଯେତେ ଜଣ ମାନେ এই জুম মিটিংকে
ଯୋଗ ଦେଇଛୁ ପ୍ରତ୍ୟେକଙ୍କୁ ମୋ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆଜ୍ଞା ଶୁଭାଯାଉନି ଭଏସ୍ ଟା। ଶୁଭା ଯାଉଛି କି? ଟିକେ ସାଉଣ୍ଡ ଅଧିକା କରନ୍ତୁ ଆଜ୍ଞା, ଟିକେ ସାଉଣ୍ଡ। ଓକେ, ତ ଧନ୍ୟବାଦ ଦିଏ ମୁଁ ପ୍ରଭୁଙ୍କର ସେ ସର୍ବଶକ୍ତିମାନ ନାମକୁ ଧନ୍ୟବାଦ ଦଉଛି। ଆଉ ଯିଏ ମତେ ଆଜି ସୁନ୍ଦର ସୁଯୋଗ ଦେଇଛନ୍ତି ପ୍ରଭୁଙ୍କର ମାନବ ଧନ୍ୟବାଦ ହଉ। ଆଉ ଧନ୍ୟବାଦ ଦିଏ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ପାଇଁ, ଆଉ ବିଶେଷ କରି ଆଉ ରେଭରେଣ୍ଡ ପିଟର କୁମାର କରଙ୍କ ପାଇଁ ପ୍ରଭୁଙ୍କର ଦାସଙ୍କ ନିମନ୍ତେ ଧନ୍ୟବାଦ ଦିଏ, ଯେ ମତେ ଆଜି ସୁନ୍ଦର ସୁଯୋଗ ଦେଲେ। ଅନେକ ଦିନ ପରେ ମୋ ହାତରେ ପ୍ରଭୁଙ୍କର ବାକ୍ୟ ଧରି ଆପଣମାନଙ୍କ ସମ୍ମୁଖରେ ଆସିଛି, ସେଥିପାଇଁ ମୁଁ ପ୍ରଭୁଙ୍କର ବହୁତ ବହୁତ ଧନ୍ୟବାଦ ଦିଏ। ଆଉ ପୁନର୍ବାର ଆଉ ଥରେ ଯେତେ ଜଣ ମାନେ ଜୁମ୍ରେ ସମ୍ମିଳିତ ହୋଇଛୁ ପ୍ରତ୍ୟେକଙ୍କୁ ପ୍ରଭୁ ଖ୍ରୀଷ୍ଟଙ୍କ ନାମରେ ଧନ୍ୟବାଦ ଦଉଛି। ଆସନ୍ତୁ ଆମେ ପରମେଶ୍ୱରଙ୍କର ସେ ପବିତ୍ର ବାକ୍ୟ ଧ୍ୟାନ କରିବା ପାଇଁ ଯିବା। ଆଉ ଆଜିର ମୋର ଧ୍ୟାନର ବିଷୟ ହେବ ଆଉ ରୋମିଓ ତାର 16 ପର୍ବର ପ୍ରଥମ ପଦ ଠାରୁ ଆରମ୍ଭ କରି 20 ପଦ ପର୍ଯ୍ୟନ୍ତ। ଆନନ୍ଦ ସାର୍ ଆଉ ଟିକେ ସାଉଣ୍ଡ ଟା ଟିକେ ବଢାନ୍ତୁ ସାର୍। ସାଉଣ୍ଡ କ୍ଲିୟର ଆସୁନି। କ୍ଲିୟର ସାଉଣ୍ଡ ଆସୁନି। ଯଦି ଆଉ ଟିକେ କ୍ଲୋଜ ହେଇଯାଆନ୍ତୁ ମୋବାଇଲ ହବା ଲ୍ୟାପଟପ୍ ପାଖକୁ ଆଉ ଟିକେ ପଳେଇ ଆସନ୍ତୁ ନହେଲେ। ହଁ ମୁଁ ଲ୍ୟାପଟପରେ ଅଛି ବୋଧେ, ସେଥିପାଇଁ ସାଉଣ୍ଡ କୁହନ୍ତୁ ସାର୍। ଦୂର ଟିକେ ନିକଟକୁ ଲାପଟପ୍ ପାଖକୁ ଆଇଲେ ସାଉଣ୍ଡ ଆସିବ। ଓକେ। ହଁ ଠିକ ଅଛି। ହଁ ଅବିକା ଆସୁଛି। ହଁ ସାର୍ ହଁ ଆସୁଛି। ଠିକ ଅଛି ଠିକ ଅଛି। ମତେ ସେୟାର କରିବା ପାଇଁ ଅପସନ ଦେଇଛନ୍ତି ତ? ହଁ ହଁ ପୋଷ୍ଟ କରିଛି ସାର୍ ଆପଣଙ୍କୁ। ଓକେ। ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କର ସମସ୍ତ ପରିବାର ପ୍ରତ୍ୟେକଙ୍କୁ ଆଉ ଥରେ ମୁଁ ଧନ୍ୟବାଦ ଦଉଛି। ଆଉ ଆଜି ଯେତେବେଳେ ମୁଁ ଏହି ପବିତ୍ର ବାକ୍ୟ ଧରି ଆପଣଙ୍କ ନିକଟକୁ ଆସିଅଛି, ତାହା ହେଉଛି ରୋମିଓ ଲିଖିତ ପୌଲଙ୍କର ପତ୍ର ଆଉ ତାର 16 ଅଧ୍ୟାୟ। ଯେତେବେଳେ ଆମେ ରୋମିଓ ବିଷୟରେ ଦେଖୁ, ରୋମିଓର ପତ୍ର ବିଷୟରେ ଆମେ ଧ୍ୟାନ କରୁ, ପ୍ରଥମ ବିଷୟ ମନରେ ଆସେ ଯେ ରୋମିଓ ଲିଖିତ ଚିଠି କାହା ପାଇଁ ଲେଖାଯାଇଛି ଆଉ କିଏ ଲେଖିଛନ୍ତି ବୋଲି। ତ ପ୍ରଥମ ବିଷୟ ମୁଁ ସେଇ ବିଷୟ ପାଇଁ ଚାହେଁ। ଆଉ ଯୋଉ ଚିଠି ରୋମିଓ ତାହା ପାଉଲଙ୍କ ଦ୍ୱାରା ଲେଖାଯାଇଛି। ଆଉ କରିନ୍ଥରେ ଥିବା ସମୟରେ ପାଉଲ ସେଇ ଚିଠି ଲେଖିଥିଲେ। ଆଉ ସେଇ ଚିଠି ଆଉ AD 56 ରୁ 58 ଅର୍ଥାତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସ୍ୱର୍ଗାରୋହଣ ପରେ 30 ରୁ 35 ବର୍ଷ ପରେ 56 ରୁ 58 AD ରେ ଏଇ ଲେଟର ଲେଖା ଯାଇଥିଲା। ଆଉ ପାଉଲ ସ୍ପେଶାଲି ଯୋଉ ରୋମରେ ରହୁଥିବା ଯେହୁଦୀ ଖ୍ରୀଷ୍ଟିଆନ ମାନଙ୍କୁ ଆଉ ବିଜାତୀୟ ଖ୍ରୀଷ୍ଟିଆନ ମାନଙ୍କ ନିମନ୍ତେ ଏଇ ଚିଠିକୁ ସେ ଲେଖୁଛନ୍ତି। ତ ଯେତେବେଳେ ଆମେ ଆଉ ରୋମିଓ ଚିଠି ଦେଖୁ, ରୋମିଓ ଚିଠିର ମୁଖ୍ୟ ଉଦ୍ଦେଶ୍ୟ, ତାର ଯୋଉ କୋର ଥିମ୍ ହଉଛି ରୋମିଓର, ତା ହଉଛି God saves sinners by grace alone, through faith alone, in Jesus Christ alone. ପାପୀ ମାନେ ଯୋଉମାନେ କି ଏଇ ଦୁନିଆରେ ଅଛନ୍ତି, ସେମାନଙ୍କୁ ପରମେଶ୍ୱର କେବଳ ତାଙ୍କର ଅନୁଗ୍ରହ ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା ସେମାନେ ବଞ୍ଚାଇ ଯାଆନ୍ତି। ଏହା ହଉଛି ତାଙ୍କର ମୁଖ୍ୟ ବିଷୟ। ରୋମିଓର ଚିଠିର ହଉଛି ମୁଖ୍ୟ ବିଷୟ। ତ ଆଜି ଯୋଉ ବାକ୍ୟ ମାନେ ଧ୍ୟାନ କରିବା ପାଇଁ ଯାଉଛୁ, ତାହା ହଉଛି 16 ଅଧ୍ୟାୟ, ରୋମିଓ ତାର 16 ପର୍ବର ପ୍ରଥମ ପଦ ଠାରୁ ଆରମ୍ଭ କରି ଆଉ 20 ପଦ ପର୍ଯ୍ୟନ୍ତ। ମୁଁ ଯୋଉ ବାକ୍ୟ ଆଜି ବାହାର କରିଛି, ଆମର ବାକ୍ୟର ବିଷୟ ହେବ ଡିଫେଣ୍ଡର୍ସ ଅଫ ଫେଥ, ଅର୍ଥାତ ଓଡ଼ିଆରେ ଯଦି ଆମେ ତାକୁ କହୁ ବିଶ୍ୱାସର ସୁରକ୍ଷା କର୍ମୀ, ଡିଫେଣ୍ଡର୍ସ ଅଫ ଫେଥ। এই প্রকার যোদ্ধা, এই প্রকার ଲୋକମାନେ, এই ପ୍ରକାର ସେବକ ଓ ସେବିକା ମାନେ ଯୋଉମାନେ କି ବିଶ୍ୱାସକୁ ସୁରକ୍ଷା ପ୍ରଦାନ କରନ୍ତି। ଆଉ ଯେତେବେଳେ ଆମେ ଏଇ ବାକ୍ୟ ଦେଖୁ, ଆଉ 16 ଅଧ୍ୟାୟରେ ଆମେ ଦେଖୁଛୁ ପ୍ରଭୁଙ୍କର ଦାସ ପାଉଲ
ଅନେକ ଲୋକମାନଙ୍କର ଅନେକ ପ୍ରଭୁଙ୍କ ସହିତ ସେବା କରିଥିବା ଦାସ ଦାସୀ ମାନଙ୍କର ଗୋଟିଏ ନାମର ଲିଷ୍ଟ ଦଉଛନ୍ତି। ସେ ଅନେକ ଲୋକ ପ୍ରଭୁଙ୍କ ନିକଟରେ ସେବା କରୁଥିଲେ, ତାଙ୍କ ବିଷୟରେ ସେ ଲେଖିଛନ୍ତି। ବାକ୍ୟ ଭିତରକୁ ଯିବା ପୂର୍ବରୁ ନର୍ଥ ଇଷ୍ଟରେ ମାନେ ଜାଣୁ ନର୍ଥ ଇଷ୍ଟ ବୋଲି ଗୋଟେ ଜାଗା ଅଛି, ଯୋଉଟା କି ମଣିପୁର, ନାଗାଲାଣ୍ଡ, ମେଘାଳୟ ଆଉ ତ୍ରିପୁରା ଆଉ ଦିମାପୁର, ଏଗୁଡାକୁ ନର୍ଥ ଇଷ୍ଟ ବୋଲିକିନା କୁହାଯାଉଛି ନା, ମାନେ ସମସ୍ତେ ଜାଣିଛୁ ଏମାନଙ୍କୁ ନର୍ଥ ଇଷ୍ଟ ବୋଲିକିନା କୁହନ୍ତି। ଏମାନେ ଆମର ଦେଶର ଗୋଟେ ହିସ୍ସା। ଆଉ ବର୍ତ୍ତମାନ ସମୟରେ ନାଗାଲାଣ୍ଡ, ମେଘାଳୟ ଏଗୁଡାକ 90% ଲୋକ ଗୁଡାକ ପ୍ରଭୁଙ୍କୁ ଗ୍ରହଣ କରି ଖ୍ରୀଷ୍ଟିଆନ ହେଇଯାଇଛନ୍ତି ବୋଲି ଆମେ ଜାଣିଛୁ, ସମସ୍ତେ ଜାଣନ୍ତି। ଏମାନେ ସବୁ ଜାଗାରେ ଇଣ୍ଡିଆର ସବୁଠୁ ଅଧିକ ଖ୍ରୀଷ୍ଟୀୟ ଲୋକମାନେ ଅଛନ୍ତି, ସେମାନେ ଅଛନ୍ତି ନାଗାଲାଣ୍ଡରେ, ମେଘାଳୟରେ, ମଣିପୁରରେ ଆଉ ତ୍ରିପୁରାରେ। କିଛି ଦିନ ପୂର୍ବରୁ ଆପଣମାନେ ସମସ୍ତେ ଜାଣିଥିବେ ଯୋଉ ସୁପ୍ରିମ କୋର୍ଟ ଗୋଟେ ଅର୍ଡର ଆସିଲା। ସୁପ୍ରିମ କୋର୍ଟ ଅର୍ଡର କଣ ବୋଲି ଆସିଲା କି ଯୋଉମାନେ ଖ୍ରୀଷ୍ଟିଆନ ହେଇଯିବେ, ଯୋଉମାନେ ମୁସଲମାନ ହେଇଯିବେ, ଯଦି କି ସେମାନେ SC ଆଉ ST ହେଇଥିବେ, ସେମାନେ ସେମାନଙ୍କର ସେଇ SC ST ଆକ୍ଟ କୁ ହରେଇକିନା ସେମାନେ ଜେନେରାଲରେ ଆଉ OBC ରେ ପଳେଇ ଆସିବେ ବୋଲିକିନା ସୁପ୍ରିମ କୋର୍ଟ ଗୋଟେ ଅର୍ଡର କରିଥିଲା। ମାସେ ପୂର୍ବରୁ ଗୋଟେ ଅର୍ଡର ଆସିଥିଲା, ଆମେ ସମସ୍ତେ ଶୁଣିଛୁ ସେ ଗଭର୍ଣ୍ଣମେଣ୍ଟର ଅର୍ଡର। ସେଇ ସମୟରେ ନର୍ଥ ଇଷ୍ଟର ଜଣେ ଲୋକ, ଜଣେ ପ୍ରଭୁଙ୍କର ଦାସ କଣ ବୋଲି କହୁଥିଲେ କି ଆମେ ନର୍ଥ ଇଷ୍ଟର ସବୁ ଲୋକମାନେ ପ୍ରଭୁଙ୍କୁ ଗ୍ରହଣ କରିଛୁ, 90% ଲୋକମାନେ ଆମେ ପ୍ରଭୁଙ୍କୁ ଗ୍ରହଣ କରିସାରିଛୁ। କିନ୍ତୁ ମୁଁ ସମସ୍ତଙ୍କୁ ଗୋଟେ ବିଷୟ ଅନୁରୋଧ କରିବା ପାଇଁ ଚାହେଁ, ଆମର ଯୋଉ ପୂର୍ବପୁରୁଷ ମାନଙ୍କର ଯୋଉ ଦେଇଥିବା ଯୋଉ କଲଚର, ପୂର୍ବପୁରୁଷ ମାନଙ୍କର ଦେଇଥିବାର ଯୋଉ ଆମମାନଙ୍କର ପିନ୍ଧା, ଆମମାନଙ୍କର ଖାଇବା ପିଇବା, ଆମମାନଙ୍କର ରହିବା, ଆମମାନଙ୍କର ଉଠିବାର ବସିବାର, କେବେ ମଧ୍ୟ ତାହାକୁ ତମେ କ୍ଷୟ କରିବନି। ପ୍ରଭୁଙ୍କ ନିକଟକୁ ଆସିଲା ପରେ ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ସେଇ ଯୋଉ ନର୍ଥ ଇଷ୍ଟର ଜଣେ ପ୍ରଭୁଙ୍କର ଦାସ କଣ ବୋଲି କହୁଛନ୍ତି, ଆମର ଯୋଉ ପୂର୍ବ ପୁରାତନ ଆମମାନଙ୍କର ପୂର୍ବପୁରୁଷ ମାନଙ୍କର ଯୋଉ ପିନ୍ଧା, ଆମମାନଙ୍କର ଯୋଉ ଡ୍ରେସ, ଆମମାନଙ୍କର ଯୋଉ ଖାଇବା ପିଇବା, ଉଠିବାର ବସିବାର, ତାଙ୍କୁ କେବେ ମଧ୍ୟ ତମେ ହରେଇବନି। ଯଦି ତମେ ହରେଇବ ଆଉ ଯଦି ତମର ପେହରାବା ବଦଳେଇ ଦେଲ, ତମର ରହିବାର, ଉଠିବାର, ଖାଇବାର, ପିଇବାର ସବୁ ଯାକ ଯଦି ତମେ ଚେଞ୍ଜ କରିଦଉଛ, ପ୍ରଭୁ ଯୀଶୁଙ୍କୁ ଆମେ ଗ୍ରହଣ କଲୁ ବୋଲି ଆମେ ଯଦି ଆମେରିକାନ ଭଳିଆ, ଆମେ ଯଦି ଅଷ୍ଟ୍ରେଲିଆନ ଭଳିଆ, ଆମେ ଯଦି ଇଂଲଣ୍ଡର ଲୋକମାନଙ୍କ ଭଳିଆ ହେବା, ଗଭର୍ଣ୍ଣମେଣ୍ଟର ସମ୍ମୁଖରେ ଆମେ ଏହା ଦେଖାଯିବ ଯେ ଆମେ ଧର୍ମ ପରିବର୍ତ୍ତନ କରିସାରିଛୁ। ତେଣୁକରି ବର୍ତ୍ତମାନ ଆମେ ଆଉ ସେଡ୍ୟୁଲ ଟ୍ରାଇବ ନୁହଁ। ନର୍ଥ ଇଷ୍ଟର ସମସ୍ତେ ହଉଛନ୍ତି ଟ୍ରାଇବାଲ, ସେମାନଙ୍କୁ ଆଦିବାସୀ ବୋଲି କୁହାଯାଏ। ନର୍ଥ ଇଷ୍ଟର ସମସ୍ତେ ଟ୍ରାଇବ ବୋଲି କୁହନ୍ତି, ST ସେମାନେ ତାଙ୍କର ଯୋଉ ପେହରାବା, ତାଙ୍କର ଯୋଉ ଦିଆଯାଇଥିବା, ତାଙ୍କର ପୂର୍ବପୁରୁଷ ମାନଙ୍କର ଦିଆଯାଇଥିବା ସମସ୍ତ ବିଷୟକୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ବଜେଇ ରଖିଛନ୍ତି, ସେମାନେ ତାକୁ ମେଣ୍ଟେନ କରୁଛନ୍ତି। ମୋର ଖ୍ରୀଷ୍ଟର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ଯେତେବେଳେ ଆମେ ବାକ୍ୟ ଦେଖୁ ପ୍ରଥମ ଅଧ୍ୟାୟରେ 16 ପର୍ବର ପ୍ରଥମ ପଦ ଆଉ ଦ୍ୱିତୀୟ ପଦ କଣ ବୋଲି ଲେଖାଯାଏ, ପ୍ରଥମ ବିଷୟ ଯାହା ମୁଁ ଆପଣମାନଙ୍କ ନିକଟରେ କହିବା ପାଇଁ ଚାହୁଁଛି ତାହା ହଉଛି ଫୋଇବିଙ୍କ ବିଷୟରେ। ଆଉ କଣ ଲେଖାଯାଏ ସେ ଜାଗାରେ, ଆସନ୍ତୁ ଆମେ ଦେଖିବା। ରୋମୀ ତାର 16ର ପ୍ରଥମ ଦ୍ୱିତୀୟ ପଦ, କେଙ୍କ୍ରେଆସ୍ତ ମଣ୍ଡଳୀର ସେବିକା ଆମମାନଙ୍କର ଭଗ୍ନୀ ଫୋଇବିଙ୍କ ସପକ୍ଷରେ ମୁଁ ତୁମମାନଙ୍କୁ ଅନୁରୋଧ କରୁଅଛି, ତୁମେମାନେ ସାଧୁମାନଙ୍କ ଯଥାଯୋଗ୍ୟ ଭାବରେ ତାଙ୍କୁ ପ୍ରଭୁଙ୍କ ନାମରେ ଗ୍ରହଣ କରିବ, ଆଉ ଯେକୌଣସି ବିଷୟରେ ତୁମମାନଙ୍କ ଠାରୁ ତାଙ୍କର ସାହାଯ୍ୟ ଆବଶ୍ୟକ, ସେ ବିଷୟରେ ତାଙ୍କୁ ସାହାଯ୍ୟ କରିବ, କାରଣ ସେ ନିଜେ ମଧ୍ୟ ଅନେକଙ୍କର ମୋ ନିଜର ଉପକାର କରିଅଛନ୍ତି। ପାଉଲ ପ୍ରଥମ ବିଷୟ ଏଇ 16 ଅଧ୍ୟାୟର ପ୍ରଥମ ଓ ଦ୍ୱିତୀୟ ପଦରେ କହୁଛନ୍ତି, ପ୍ରଭୁଙ୍କ ନାମରେ ତାଙ୍କୁ ଗ୍ରହଣ କର ଆଉ ପ୍ରଭୁଙ୍କ ନାମରେ ତାଙ୍କୁ ସାହାଯ୍ୟ କର। ପ୍ରଥମ ବିଷୟ ଫୋଇବିଙ୍କ ବିଷୟରେ କୁହାଯାଉଛି। ମୋର ପ୍ରିୟ ପ୍ରଭୁଙ୍କ ଦାସ ଓ ଦାସୀ ମାନେ, ମୁଁ ଯଦି ଜଣେ ବିଶ୍ୱାସର ସୁରକ୍ଷାକାରୀ ବୋଲି ଯଦି ମୁଁ ଜଣେ ଭାବେ, ମୁଁ ପ୍ରଭୁଙ୍କର ଲୋକ, ମୁଁ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିଛି, ମୁଁ ପ୍ରଭୁ ଯୀଶୁଙ୍କୁ ମୋର ନିଜର ଉଦ୍ଧାରକର୍ତ୍ତା ମୁକ୍ତିଦାତା ବୋଲି ଗ୍ରହଣ କରି ବୟସ ହେଇ ମୋର 40 ବର୍ଷ, 50 ବର୍ଷ, 60 ବର୍ଷ ହେବା ପାଇଁ ଯାଉଛି, ତେବେ ପ୍ରଭୁ ମତେ ପ୍ରଥମ ବିଷୟ ଏହି ଶିଖାନ୍ତି, ଯୋଉମାନେ ବି ପ୍ରଭୁଙ୍କ ନାମରେ ଆସନ୍ତି, ଆମର ଗ୍ରାମ ଗୁଡିକରେ, ଆମର ମଣ୍ଡଳୀରେ, ଆମମାନଙ୍କ ସହରରେ, ଆମମାନଙ୍କ ଡିଷ୍ଟ୍ରିକ୍ଟରେ, ସେ ପ୍ରଭୁଙ୍କର ଦାସ ହଉ କି ପ୍ରଭୁଙ୍କର ଦାସୀ ହଉ, ପ୍ରଥମେ ତାଙ୍କୁ ଆମେ
ଆକ୍ସେପ୍ଟ କରିବା, ଗ୍ରହଣ କରିବା। ଏହା ହେଉଛି ମୋର, ମୁଁ ତାହା ଦ୍ୱାରା ସେ ସେବିକା ଯୋଉ ପ୍ରଭୁଙ୍କ ନାମକୁ ପ୍ରଚାର କରୁଛି, ମୁଁ ତାଙ୍କର ବିଶ୍ୱାସକୁ ମୁଁ ସୁରକ୍ଷା ପ୍ରଦାନ କରୁଛି। କେତେ ବଡ଼ ବିଷୟ ପ୍ରଭୁଙ୍କର ଦାସ କହନ୍ତି। ଅନେକ ସମୟରେ କଣ ହୁଏ, ଗାଁ ମାନେ ମଣ୍ଡଳୀରେ ଅନେକ ଲୋକଙ୍କୁ ପ୍ରଭୁଙ୍କର ଦାସ ଦାସୀ ବୋଲି ଯେତେବେଳେ କହିକିନା ଆସନ୍ତି, ଆମେ ସେମାନଙ୍କୁ ଗ୍ରହଣ କରିପାରିନଥାଉ। ହଁ, ଦୂରରୁ ଦେଖିକିନା ଭାଇ ପ୍ରେଜ୍ ଦ ଲର୍ଡ, ଦିଦି ପ୍ରେଜ୍ ଦ ଲର୍ଡ, ନମସ୍କାର ବୋଲି କହୁ, କିନ୍ତୁ ଆମେ ସେମାନଙ୍କୁ ହୃଦୟର ସହ ଆମେ ଗ୍ରହଣ କରିପାରିନଥାଉ। ଅନେକ ପ୍ରଭୁଙ୍କର ଦାସ ଦାସୀ ମାନେ। ଦ୍ୱିତୀୟ ବିଷୟ ଏ ସ୍ଥାନରେ ଲେଖାଯାଏ କି ଦ୍ୱିତୀୟରେ ଆମେ ଅନେକ ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ ସାହାଯ୍ୟ କରିପାରିନଥାଉ। ପ୍ରଥମ ବିଷୟ, ଜଣେ ପ୍ରଭୁଙ୍କର ସେବକ ସେବିକା ହିସାବରେ ମୁଁ ଜଣେ ବିଶ୍ୱାସର ଯୋଦ୍ଧା, ଡିଫେଣ୍ଡର୍ସ ଅଫ ଫେଥର ପ୍ରଥମ କାର୍ଯ୍ୟ ହେଉଛି ପ୍ରଭୁଙ୍କର ଦାସ ଦାସୀଙ୍କୁ ଆକ୍ସେପ୍ଟ କରି ପ୍ରଭୁଙ୍କର ଦାସ ଦାସୀଙ୍କୁ ସାହାଯ୍ୟ କରିବା। ପ୍ରଥମ ବିଷୟଟା ଲେଖାଯାଏ। ପାଉଲ ଏଥିରେ କହୁଛନ୍ତି ଫୋଇବି ହେଉଛନ୍ତି ମୋର ଜଣେ ଭଉଣୀ। ଆଉ ଏହାର ଅର୍ଥ ଏ ନୁହେଁ ଯେ ପାଉଲଙ୍କର ସେ ରକ୍ତ ସମ୍ପର୍କୀୟ ଭଉଣୀ ଥିଲେ, କିନ୍ତୁ ପାଉଲ ତାଙ୍କୁ ତାଙ୍କର ଆତ୍ମିକ ଭଉଣୀ ବୋଲିକିନା ସେ କହୁଛନ୍ତି। ଆଉ ଫୋଇବି ଜଣେ ଡିକନ ଥିଲେ, ତାଙ୍କର ସେ ଚର୍ଚ୍ଚର ଜଣେ ଡିକନ ହେଇକିନା ସେ ସେବା କରୁଥିଲେ। ଆଉ ଦ୍ୱିତୀୟ ବିଷୟ କୁହାଯାଏ, ଯେତେବେଳେ ପାଉଲ ଚିଠି ଲେଖୁଥିଲେ, ଫୋଇବି ସେ ଚିଠି ଧରି ରୋମିଓ ମଣ୍ଡଳୀ ନିକଟକୁ ଯାଉଥିଲେ ଆଉ ଦେଇକିନା ଆସୁଥିଲେ। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ପ୍ରଥମ ବିଷୟ ଯାହା ମୁଁ ଆଜିର ବାକ୍ୟ ଦ୍ୱାରା ଶିଖେଇବା ପାଇଁ ଚାହେଁ ତାହା ହେଉଛି, ଯଦି ଇଫ୍ ଆଇ ଆମ୍ ଏ ଡିଫେଣ୍ଡର୍ସ ଅଫ ଫେଥ୍, ଯଦି ମୁଁ ପ୍ରଭୁଙ୍କ ନାମରେ ବିଶ୍ୱାସ କରୁଥିବା ବିଶ୍ୱାସୀର ସୁରକ୍ଷା ପ୍ରଦାନକାରୀ, ତେ ପ୍ରଭୁଙ୍କ ନାମରେ ଆସୁଥିବା ଦାସ ଓ ଦାସୀ ମାନଙ୍କୁ ମତେ ଗ୍ରହଣ କରିବାର ଅଛି। ପ୍ରଭୁଙ୍କ ନାମରେ ଆସୁଥିବା ଦାସ ଓ ଦାସୀ ମାନଙ୍କୁ ମତେ ସାହାଯ୍ୟ କରିବାର ଅଛି। ଦ୍ୱିତୀୟ ବିଷୟ ଏଇ ସ୍ଥାନରେ ଏହା ଲେଖାଯାଏ। ଆଉ ଦ୍ୱିତୀୟ ପଏଣ୍ଟ ହେଉଛି ମୋର, in the Lord's name, ଦ୍ୱିତୀୟ ବିଷୟ ସ୍ଥାନ ଲେଖାଯାଏ, ତା ହେଉଛି 16-3 ପଦରେ, ଖ୍ରୀଷ୍ଟ ଯୀଶୁଙ୍କ କାର୍ଯ୍ୟରେ ମୋର ସହକର୍ମୀ ପ୍ରିସ୍କିଲା ଆକ୍ୱିଲାଙ୍କୁ ନମସ୍କାର ଜଣାଏ। ସେମାନେ ମୋର ପ୍ରାଣ ନିମନ୍ତେ ଆପଣା ପ୍ରାଣକୁ ବିପଦଗ୍ରସ୍ତ କଲେ। କେବଳ ମୁଁ ଯେ ସେମାନଙ୍କୁ ଧନ୍ୟବାଦ ଦେଉଛି ତାହା ନୁହେଁ, କିନ୍ତୁ ବିଜାତି ମାନଙ୍କ ମଣ୍ଡଳୀ ସମୂହ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଦେଉଅଛନ୍ତି। ଦ୍ୱିତୀୟ ବିଷୟ, ଇନ୍ ଦ ଲର୍ଡସ୍ ନେମ୍ ଥ୍ୟାଙ୍କ୍ସ ଦେମ୍। ଦ୍ୱିତୀୟ ବିଷୟ ଏହା ଲେଖାଯାଏ। ପ୍ରିସ୍କିଲା ଆଉ ଆକ୍ୱିଲା ଦୁଇ ଜଣ ପାଉଲଙ୍କର ସହକର୍ମୀ ଥିଲେ, ଆଉ ସେମାନେ ପ୍ରଭୁଙ୍କର ସେବା କାର୍ଯ୍ୟ କରୁଥିଲେ। ସେଥିରେ ପାଉଲ ସେମାନଙ୍କୁ କହୁଛନ୍ତି ଯେ ତୁମେ ପ୍ରଭୁଙ୍କ ନାମରେ ସେମାନଙ୍କୁ ଧନ୍ୟବାଦ ଦିଅ ବୋଲି ଲେଖାଯାଏ। ଆଉ ମୁଁ ଯେତେବେଳେ ବାକ୍ୟ ଅଧ୍ୟୟନ କରୁଥିଲି, ଜିଉସ୍ କଲଚର ଗୋଟେ ଧନ୍ୟବାଦ ଦେବା କଣ ବୋଲି କୁହାଯାଏ, ତାକୁ ଇବ୍ରାନୀ ଶବ୍ଦରେ ୟାଶେର କୋଆଚ ବୋଲି ଲେଖାଯାଏ। ୟାଶେର କୋଆଚ ଅର୍ଥାତ ଯେତେବେଳେ ମୁଁ କାହାକୁ ବି ଧନ୍ୟବାଦ ଦିଏ, ମୋର ଧନ୍ୟବାଦ ଦେବାର ଅର୍ଥ ହେଉଛି ମେ ୟୋର ଷ୍ଟ୍ରେଂଥ ବି ଫର୍ମ, ମେ ଦ ଲର୍ଡ ବ୍ଲେସ୍ ୟୁ। ଆମେ ନମସ୍କାର ବୋଲି କହୁନା ଓଡ଼ିଆରେ। ପ୍ରଭୁଙ୍କର ଦାସ ଦାସୀ ମାନେ ଯେତେବେଳେ ଆମକୁ ବାଟରେ ଭେଟ ହୁଅନ୍ତି, ଆମେ ତାଙ୍କୁ ନମସ୍କାର ବୋଲି କହିଥାଉ। ତ ଜିଉସ୍ କଲଚରରେ ଆଉ ଧନ୍ୟବାଦ ଦେବାର ଅର୍ଥ ହେଉଛି, ଆମେ ଯେତେବେଳେ ବି କାହାକୁ ଧନ୍ୟବାଦ ଦଉ ତାର ଶବ୍ଦ ମେ ଦ ଲର୍ଡ ବ୍ଲେସ୍ ୟୁ। ଆମମାନଙ୍କ ନମସ୍କାରର ଅର୍ଥ ସେୟା ହେବାର ଅଛି। ଗ୍ରୀକରେ କୁହନ୍ତି, ଆଉ ଜଣକୁ ଯଦି ଧନ୍ୟବାଦ ଦିଆଯାଏ, କୌଣସି ଗୋଟେ ବଡ଼ ପଥରରେ ତାହାକୁ ଲେଖିକିନା ତାହା ବିଷୟରେ ଧନ୍ୟବାଦ ଜ୍ଞାପନ କରାଯିବା କଥା, ଏହା କୁହାଯାଏ ଗ୍ରୀକରେ ଧନ୍ୟବାଦର ଅର୍ଥ। ଆଉ ଗ୍ରୀକରେ ଧନ୍ୟବାଦର ଅର୍ଥ ହନର ୱିଥ୍ ଟାଇଟଲ୍ସ। ଅନେକ ସମୟରେ ଧନ୍ୟବାଦ ଦେବା ସମୟରେ ଗ୍ରୀକ କଲଚରରେ କଣ ଥିଲା, ତାର ଯୋଉ ଟାଇଟଲ, ତାକୁ ଯୋଉ ଉପାଧି ଦିଆଯାଇଛି, ସେଇ ଉପାଧି ଦ୍ୱାରା ଆମେ ସେଇ ଲୋକଙ୍କୁ ସମସ୍ତଙ୍କ ସାମ୍ନାରେ ଆନାଉନ୍ସମେଣ୍ଟ କରାବ କି ଏଇ ବ୍ୟକ୍ତି ହେଉଛନ୍ତି ଏଇ ଉପାଧିର ବ୍ୟକ୍ତି। ତ ପାଉଲ ଦ୍ୱିତୀୟ ବିଷୟ ମାନଙ୍କୁ ଏହା ଶିଖେଇବା ପାଇଁ ଚାହାନ୍ତି, ପ୍ରଭୁଙ୍କର ଦାସ ଆଉ ଦାସୀ ମାନଙ୍କୁ ପବ୍ଲିକଲି ଧନ୍ୟବାଦ ଦିଅ। ସେମାନେ ଯୋଉ ସେବା କାର୍ଯ୍ୟ କରୁଛନ୍ତି, ସେ ସେବା କାର୍ଯ୍ୟ ନିମନ୍ତେ ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଅ। ଯୋଉଠି ବି ସେମାନେ ଥାନ୍ତି, ଅନେକ ସମୟରେ ଆମଙ୍କର ଧନ୍ୟବାଦ ଜ୍ଞାପନ କୋଉଠି ହୁଏ, ଯେତେବେଳେ କି ଆମେ ମଣ୍ଡଳୀରେ ଦେଖୁ,
ଯେତେବେଳେ କି ଆମେ ସଭା ଗୁଡାକରେ ଦେଖୁ, ଯେତେବେଳେ କି ଆମେ ମିଟିଂସ୍ ଗୁଡାକରେ ଦେଖୁ, କିନ୍ତୁ ପ୍ରଭୁଙ୍କର ଦାସ ପାଉଲ ଚିଠି ଦ୍ୱାରା କହୁଛନ୍ତି ଯେ ଆକ୍ୱିଲା ଆଉ ପ୍ରିସ୍କିଲା ମୋର ସହକର୍ମୀ, ସେ ଦୁଇ ଜଣ ମୋ ସହିତ ସେବା କରୁଛନ୍ତି, ଏପରିକି ସେମାନେ ମୋ ନିମନ୍ତେ ପ୍ରାଣ ତ୍ୟାଗ କରିବା ପାଇଁ ବି ପ୍ରସ୍ତୁତ ହେଇଛନ୍ତି, ସେମାନଙ୍କୁ ତୁମେ ଧନ୍ୟବାଦ ପ୍ରଦାନ କର। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ଦ୍ୱିତୀୟ ବିଷୟ, ମୁଁ ଜଣେ ଡିଫେଣ୍ଡର୍ସ ଅଫ ଫେଥ, ମୁଁ ପ୍ରଭୁଙ୍କର ବିଶ୍ୱାସକୁ ସୁରକ୍ଷା ପ୍ରଦାନ କରୁଥିବା ସକାଶୁ ଯେତେବେଳେ ବି କୌଣସି ପ୍ରଭୁଙ୍କର ଦାସ ଦାସୀ ମାନେ ଯୋଉଠି ବି ମତେ ଭେଟ ହୁଅନ୍ତି, ସେଇଠି ମୁଁ ତାଙ୍କୁ ଧନ୍ୟବାଦ ଦେବାଛି, ପବ୍ଲିକଲି ତାଙ୍କୁ ଧନ୍ୟବାଦ ଦେବାଛି, ସମସ୍ତଙ୍କ ସାମ୍ନାରେ ମତେ ଧନ୍ୟବାଦ ଦେବାଛି। ପ୍ରଭୁ ଏହା କୁହନ୍ତି ମତେ। ଅନେକ ସମୟରେ ମୁଁ ପ୍ରଭୁଙ୍କର ଦାସ ଦାସୀ ମାନେ, ଅନେକ ପାଳକ ପ୍ରଚାରକ ମାନେ ଯେତେବେଳେ ଚର୍ଚ୍ଚରେ ଆଉ ପ୍ରଚାର କରିକିନା ଯାଆନ୍ତି, ମଣ୍ଡଳୀ ତରଫରୁ ଯାହା ଧନ୍ୟବାଦ ଦିଆଯାଏ ସେତିକି, ତାପରେ ମଣ୍ଡଳୀର କର୍ମକର୍ତ୍ତା ମାନେ ଧନ୍ୟବାଦ, ତାପରେ ମଣ୍ଡଳୀର ବିଶ୍ୱାସୀ ମାନଙ୍କର କାର୍ଯ୍ୟ କଣ? କେବେ ମଣ୍ଡଳୀର ବିଶ୍ୱାସୀ ମାନେ ଯାଇ ଭେଟ ହେଇ ପ୍ରଭୁଙ୍କର ଦାସଙ୍କୁ, ପାଳକ ଆଜ୍ଞା ଆପଣଙ୍କ ପ୍ରଚାର ବହୁତ ସୁନ୍ଦର ଥିଲା, ପ୍ରଭୁଙ୍କର ଦାସ ଆପଣଙ୍କର ପ୍ରଚାର ବହୁତ ବେଷ୍ଟ ଥିଲା, ଆଜି ଆପଣ ଯୋଉ ସାକ୍ଷ୍ୟ ଦେଇଥିଲେ ସବୁଠୁ ବଢିଆ ଥିଲା। ଚର୍ଚ୍ଚ ସରିଲା ପରେ ବାଟରେ ଭେଟ ହେଇକିନା କେବେ ବି ଆମେ ପ୍ରଭୁଙ୍କ ବିଷୟରେ କହିଛୁ କି ପ୍ରଭୁଙ୍କର ଦାସଙ୍କୁ ଆମେ ଧନ୍ୟବାଦ ଦେଇଛୁ କି? ଦ୍ୱିତୀୟ ବିଷୟ, ବହୁତ ଇମ୍ପୋର୍ଟାଣ୍ଟ ବିଷୟ ପ୍ରଭୁ ଏମାନଙ୍କୁ ଶିଖାନ୍ତି, ତାହା ହଉଛି ଇନ୍ ଦ ଲର୍ଡସ୍ ନେମ୍ ଥ୍ୟାଙ୍କ୍ସ ଦେମ୍। ଦ୍ୱିତୀୟ ପଏଣ୍ଟ ହଉଛି ଏହା ମୋର। ତୃତୀୟ ବିଷୟ, 5 ପଦରୁ ଆରମ୍ଭ କରି 16 ପଦ ପର୍ଯ୍ୟନ୍ତ, ଇନ୍ ଦ ଲର୍ଡସ୍ ନେମ୍ ଗ୍ରୀଟ୍ ଦେମ୍, ପ୍ରଭୁଙ୍କ ନାମରେ ସେମାନଙ୍କୁ ନମସ୍କାର ଜଣାଅ ନା, 5 ପଦରୁ। ଆଉ ସେମାନଙ୍କୁ ଗୃହରେ ଥିବା ମଣ୍ଡଳୀ କି ନମସ୍କାର ଜଣାଅ, ମୋର ଏହି ପ୍ରିୟ ଏପାଇ ନେତାଙ୍କୁ ନମସ୍କାର ଜଣାଅ, ସେ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଆସିବାର ପ୍ରଥମ ଫଳ ସ୍ୱରୂପ ମରିୟମକୁ ନମସ୍କାର ଜଣାଅ। ଏହି ପ୍ରକାର 5 ପଦ ଠାରୁ ଆରମ୍ଭ କରି 16 ପଦ ପର୍ଯ୍ୟନ୍ତ 16 ଥର ନମସ୍କାର ଜଣାଅ, ନମସ୍କାର ଜଣାଅ, ନମସ୍କାର ଜଣାଅ ବୋଲି ଲେଖାଯାଏ, ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ, 24 ଜଣଙ୍କର ନାମ ସେଇଠି ଲେଖାଯାଇଛି, 24 ଜଣଙ୍କର ନାମ ଲେଖାଯାଇଛି। ଆଉ 5 ପଦରୁ ଆରମ୍ଭ କରି 16 ପଦ ଭିତରେ 24 ଜଣଙ୍କର ନାମ ଲେଖାଯାଇଛି। 24 ଜଣଙ୍କ ନାମ ଭିତରୁ 18 ଜଣଙ୍କର ନାମ ହଉଛି ଗ୍ରୀକ ନାମ ଗୁଡାକ, ଯୋଉମାନେ କି ବିଜାତୀୟ ମାନେ, ଆଉ 4ଟି ନାମ ହଉଛି ଜିଉସ୍ ଲୋକମାନଙ୍କର ନାମ। ତ ଯେତେବେଳେ ମୁଁ 5 ପର୍ବରୁ ଆରମ୍ଭ କରି 16 ପର୍ବ ଭିତରେ ମୁଁ ଯେତେବେଳେ ଦେଖୁଥିଲି, ପାଉଲ ସ୍ପେଶାଲି ରୋମିଓ ମଣ୍ଡଳୀରେ ଥିବା ଲୋକମାନଙ୍କୁ ନମସ୍କାର ଜଣାଅ, ନମସ୍କାର ଜଣାଅ, ନମସ୍କାର ଜଣାଅ ବୋଲି ଲେଖୁଛନ୍ତି। ମୁଁ ବିଷୟ ବହୁତ ଗଭୀର ଭାବରେ ଚିନ୍ତା କରୁଥିଲି, ପାଉଲ କଣ ପାଇଁ ଏଇ ଲୋକମାନଙ୍କୁ ନମସ୍କାର ଜଣାଅ, ନମସ୍କାର ଜଣାଅ, ନମସ୍କାର ଜଣାଅ ବୋଲି କହୁଛନ୍ତି। ମୋର ପ୍ରିୟ ମଣ୍ଡଳୀର ପ୍ରଭୁଙ୍କର ଦାସ ଦାସୀ ମାନେ, ଏଇ ଜାଗାରେ ଆମେ ଦେଖୁ ଏଥିରେ 4ଟି ବିଷୟର ମୁଖ୍ୟ ବିଷୟ ଯୋଉଥିପାଇଁ ପାଉଲ କହୁଛନ୍ତି ଯେ ନମସ୍କାର ଜଣାଅ। ପ୍ରଥମ ବିଷୟ ହଉଛି, এই ମଣ୍ଡଳୀରେ ଯେହୁଦୀ ଲୋକମାନେ ଅଛନ୍ତି ଆଉ ବିଜାତୀୟ ଲୋକମାନେ ଅଛନ୍ତି, ଯେହୁଦୀ ଆଉ ବିଜାତୀୟ ମିକ୍ସର ଗୋଟେ ଚର୍ଚ୍ଚ, ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ, ଏଥିରେ ପୁରୁଷ ଲୋକମାନେ ବି ଅଛନ୍ତି ଆଉ ସ୍ତ୍ରୀ ଲୋକମାନଙ୍କର ମିକ୍ସ ଚର୍ଚ୍ଚ, ଦ୍ୱିତୀୟ ବିଷୟ। ତୃତୀୟ ବିଷୟ, ଏହି ଚର୍ଚ୍ଚରେ ଅନେକ ଅଛନ୍ତି ଯୋଉମାନେ କି ସ୍ଲେଭ୍ସ, ରୋମ ସରକାରର ସ୍ଲେଭ୍ସ ମାନେ ଅଛନ୍ତି, ଆଉ ଅନେକ ଯୋଉମାନେ କି ଆଜାଦ ହେଇଯାଇଛନ୍ତି, ଯୋଉମାନଙ୍କୁ ସ୍ଲେଭ୍ସ ଗୁଲାମରୁ ଛାଡି ଦେଇଛନ୍ତି, ସେମାନେ ବି ସେଇଠି ଅଛନ୍ତି। ଆଉ ଚତୁର୍ଥ ବିଷୟ, ଏ ଚର୍ଚ୍ଚର ବହୁତ ଗୋଟେ କ୍ୱାଲିଟି ହଉଛି, ଏଇ ଚର୍ଚ୍ଚରେ ଅନେକ ଅଛନ୍ତି ଯୋଉମାନେ କି ବଡ ବଡ ଲିଡର ମାନେ, ଆଉ ଅନେକ ଅଛନ୍ତି ଯୋଉମାନେ କି ନିତ ଦିନ କାମ କରୁଥିବା ଲେବର ମାନେ। ତ ପାଉଲ କଣ ବୋଲି କହୁଛନ୍ତି, ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ଏଇ ଚର୍ଚ୍ଚରେ ଥିବା ବଡ ଧନୀ ବ୍ୟକ୍ତି ମାନଙ୍କୁ ଦେଖିକିନା ଖାଲି ନମସ୍କାର କୁହ ନାହିଁ, କିନ୍ତୁ ଏଇ ମଣ୍ଡଳୀର ଅନେକରୁ ଅନେକ ଗରିବରୁ ଗରିବ, ଅନେକ ଆଉ ଦିନହୀନ ଲୋକମାନେ, ଅନେକ ଯୋଉମାନେ କି ଆଉ ଗୁଲାମ ହେଇଛନ୍ତି, ଯୋଉମାନେ କି ସ୍ଲେଭ ହେଇଯାଇଛନ୍ତି, ଅନେକ ଯୋଉମାନେ କି ବିଜାତୀୟ ମାନେ, ସେମାନଙ୍କୁ ଦେଖି ତମେ କଣ କର, ନମସ୍କାର ଜଣାଅ। କେତେ ବଡ ବିଷୟ। ଅନେକ ଥର କଣ ହୁଏ, ଆମମାନଙ୍କର ନମସ୍କାର ଯୋଉମାନେ ଉଚ୍ଚ ପଦରେ ଅଛନ୍ତି ତାଙ୍କ ପାଇଁ ଆମମାନଙ୍କର ନମସ୍କାର। ଅନେକ ଥର କଣ ହୁଏ, ଯୋଉମାନେ କି ବହୁତ ହି ହାଇଲି କ୍ୱାଲିଫାଏଡ ପ୍ରଭୁଙ୍କର ଦାସ ଦାସୀ ମାନେ, ତାଙ୍କୁ ଦେଖିକିନା ପାଳକ ବାବୁ ନମସ୍କାର, ଦୌଡ଼ିକିନା ଯାଇକି ନମସ୍କାର, କିନ୍ତୁ ଯୋଉମାନେ
ଆମମାନଙ୍କ ନିତଦିନ ମଣ୍ଡଳୀରେ ଗାଁରେ ବୁଲୁଥିବା ପ୍ରଭୁଙ୍କର ପ୍ରଚାରକ ପ୍ରଚାରିକା ମା ମାନେ ତାଙ୍କୁ ଦେଖିକିନା ଆମେ ମୁହଁ ମୋଡ଼ିକିନା ଚାଲି ଯାଇଥାଉ, ଆମେ ମୁହଁ ମୋଡ଼ି ଦେଇଥାଉଛୁ। ପ୍ରଭୁଙ୍କର ଦାସ ପାଉଲ କଣ କହୁଛନ୍ତି, ଯଦି ମୁଁ ଜଣେ ଡିଫେଣ୍ଡର୍ସ ଅଫ ଫେଥ, ମୁଁ ଜଣେ ବିଶ୍ୱାସର ସୁରକ୍ଷା କର୍ମୀ, ପ୍ରଭୁଙ୍କର ନାମରେ ଯୋଉମାନେ ବି ଆସୁଛନ୍ତି, ଯିଏ ବି ଆସୁ, ଛୋଟ ହଉ ବଡ଼ ହଉ ଧନୀ ହଉ ଗରିବ ହଉ ପଢା ଲେଖା ହଉ କି ଅନପଢ ହଉ, ମୋର ନମସ୍କାର ହେବା ଦରକାର। ତୃତୀୟ ବିଷୟ, ଆଉ ଏଇ ନମସ୍କାର ଗୋଟେ ବହୁତ ବଡ କ୍ୱାଲିଟି କଣ, ପ୍ରଭୁ କୁହନ୍ତି, ପାଉଲ କହୁଛନ୍ତି, ଯେତେବେଳେ ବି ମୁଁ ଏଇ ସମୟରେ କାହାକୁ ବି ନମସ୍କାର ବୋଲି କୁହେ, ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ, ମୋ ହୃଦୟରେ ଏହା ହେବାର ଅଛି ଯେ ଏଇ ପ୍ରଭୁଙ୍କର ଦାସ ହଉଛନ୍ତି ମୋର ପରିବାରର ବ୍ୟକ୍ତି ଆଉ ଯୀଶୁଙ୍କ ପରିବାରର ବ୍ୟକ୍ତି। ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ, ଯେତେବେଳେ ବି ମୁଁ ନମସ୍କାର ଦିଏ କୌଣସି ପ୍ରଭୁ ଦାସ ଦାସୀଙ୍କୁ, ମୋ ମନ ମଧ୍ୟରେ ଏହା ଥିବାର ଅଛି ଯେ ଏଇ ହଉଛନ୍ତି ପ୍ରଭୁଙ୍କର ଜଣେ ସେବକ ଆଉ ସେବିକା। ତୃତୀୟ ବିଷୟ, ନମସ୍କାର ଦେଇ ଦୂରରୁ ନମସ୍କାର ଦେଇ ଚାଲିଯିବା ଅର୍ଥ ପାଉଲ କହୁନାହାନ୍ତି। ମୁଁ ଯେତେବେଳେ ବାକ୍ୟ ଧ୍ୟାନ କରୁଥିଲି, ପାଉଲଙ୍କର ଅର୍ଥ ହଉଛି ନମସ୍କାର ଦେବା ସତ୍ତ୍ୱେ ତାଙ୍କୁ ହସ୍ପିଟାଲିଟି ଦିଆଯିବ, ତାଙ୍କୁ ନିଜ ଗୃହକୁ ଆହ୍ୱାନ କରାଯିବାର ଅଛି। ତୃତୀୟ ବିଷୟ ବହୁତ ମୁଖ୍ୟ ବିଷୟ, ପ୍ରଭୁ ଆଜି ଆମକୁ ଶିଖେଇବାକୁ ଯାଉଛନ୍ତି। ଚତୁର୍ଥ ବିଷୟ କଣ ଲେଖାଯାଏ, ତା ହଉଛି 17 ପର୍ବରୁ ଆରମ୍ଭ କରି ଆଉ 20 ପଦ ପର୍ଯ୍ୟନ୍ତ। এই ସ୍ଥାନରେ ଲେଖାଯାଏ, ଇନ୍ ଦ ଲର୍ଡସ୍ ନେମ୍ ଆଭଏଡ୍ ଦେମ୍, ଲର୍ଡସ୍ ନେମ୍ ଆଭଏଡ୍ ଦେମ୍, ପ୍ରଭୁଙ୍କ ନାମରେ ଏମାନଙ୍କ ଠାରୁ ତୁମେ ଦୂରରେ ରୁହ। 17 ପଦ ଠାରୁ 20 ପଦ। ହେ ଭାଇମାନେ, ତୁମେମାନେ ଯେଉଁ ଶିକ୍ଷା ପାଇଅଛ ସେଥିର ବିପରୀତ ଯେଉଁମାନେ ଦଳଭେଦ ବିଘ୍ନର କାରଣ ଘଟାନ୍ତି, ସେମାନଙ୍କୁ ଚିହ୍ନି ରଖି ସେମାନଙ୍କ ଠାରୁ ପୃଥକ ରହିବା ପାଇଁ ମୁଁ ତୁମମାନଙ୍କୁ ଅନୁରୋଧ କରୁଅଛି। କାରଣ ଏହିପରି ଲୋକେ ଆମମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି। ପୁଣି ମିଷ୍ଟ ବାକ୍ୟ ଚାଟୁ ଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି। ଯେଣୁ ତୁମମାନଙ୍କର ଆଜ୍ଞାବହତାର କଥା ସମସ୍ତ ଲୋକଙ୍କ ମଧ୍ୟରେ ବ୍ୟାପି ଯାଇଛି। ଅତଏବ ମୁଁ ତୁମମାନଙ୍କ ନିମନ୍ତେ ଆନନ୍ଦ କରୁଛି, କିନ୍ତୁ ତୁମେମାନେ ଯେପରି ସତ ବିଷୟରେ ଜ୍ଞାନୀ ଓ ଅସତ ବିଷୟରେ ଅମାୟିକ ହୁଅ, ଏହା ମୋର ଇଚ୍ଛା। ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ମୁଁ ପ୍ରଥମେ 3ଟି ପଦ କହିଲି। ପ୍ରଥମ ପଏଣ୍ଟ ହଉଛି ମୋ ଇନ୍ ଦ ଲର୍ଡସ୍ ନେମ୍ ଆକ୍ସେପ୍ଟ ଦେମ୍ ଆଣ୍ଡ ହେଲ୍ପ ଦେମ୍, ପ୍ରଭୁଙ୍କ ନାମରେ ସେମାନଙ୍କୁ ଗ୍ରହଣ କର ଆଉ ସେମାନଙ୍କୁ ସାହାଯ୍ୟ କର। ପ୍ରଭୁଙ୍କ ନାମରେ ସେମାନଙ୍କୁ ଧନ୍ୟବାଦ କର ହେଉଛି ମୋର ଦ୍ୱିତୀୟ ବିଷୟ, ଦ୍ୱିତୀୟ ପଏଣ୍ଟ ଥିଲା। ତୃତୀୟ ପଏଣ୍ଟ ମୋର ଥିଲା ପ୍ରଭୁଙ୍କ ନାମରେ ସେମାନଙ୍କୁ ନମସ୍କାର ଜଣାଅ। ଏଟା ହଉଛି ମୋର 3ଟି ପଏଣ୍ଟ। କିନ୍ତୁ ପଏଣ୍ଟରେ ପାଉଲ ତାଙ୍କୁ କହୁଛନ୍ତି, ପ୍ରଭୁଙ୍କ ନାମରେ ଏହି ପ୍ରକାର ସେବକ ସେବିକାଙ୍କ ଠାରୁ ଦୂରରେ ରୁହ, ପୃଥକୀକୃତ କର ଆମ ମାନଙ୍କୁ। ଅନେକ ଲୋକମାନେ ଅଛନ୍ତି ଯେଉଁମାନେ କି ମଣ୍ଡଳୀରେ ସମସ୍ୟା ସୃଷ୍ଟି କରନ୍ତି। ମୁଁ ଜଣେ ପ୍ରଭୁଙ୍କର ସେବକ ଓ ସେବିକା ହିସାବରେ ମୁଁ କି ସେଇ ସମସ୍ୟା ସୃଷ୍ଟି କରୁଥିବା ଲୋକମାନଙ୍କର ସପୋର୍ଟରେ ଛିଡା ହୁଏ କି ସେମାନଙ୍କର ବିରୁଦ୍ଧରେ ଛିଡା। ଅନେକ ପ୍ରଭୁଙ୍କର ସେବକ ସେବିକା ମାନେ ଅଛନ୍ତି ଯେଉଁମାନେ କି ମଣ୍ଡଳୀରେ ପବିତ୍ର ବାକ୍ୟକୁ ଓଲଟା ଫୋଲଟା କରି ପ୍ରଚାର କରନ୍ତି, ଆଉ ମୁଁ ସେଇ ପ୍ରଚାରର ସପୋର୍ଟରେ ଛିଡା ହୁଏ ଆଉ ତାଙ୍କ ବିରୁଦ୍ଧରେ ଛିଡା ହୁଏ। ଅନେକ ଲୋକମାନେ ଅଛନ୍ତି ଯେଉଁ ମଣ୍ଡଳୀକୁ ଦୁଇ ଭାଗ କରନ୍ତି। ଅନେକ ଲୋକମାନେ ଅଛନ୍ତି ଯୁବକ ସମିତିରେ ଝଗଡ଼ାଝାଟିଆ ସୃଷ୍ଟି କରନ୍ତି, ମଣ୍ଡଳୀରେ କୌଣସି ନା କୌଣସି ପ୍ରକାର ସମସ୍ୟା ସୃଷ୍ଟି କରନ୍ତି। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ମୁଁ ଜଣେ ଖ୍ରୀଷ୍ଟୀୟ ବିଶ୍ୱାସୀ, ଆଇ ଏମ୍ ଏ ଡିଫେଣ୍ଡର ଅଫ ଫେଥ, ମାନେ ମୋ ବିଶ୍ୱାସକୁ ସୁରକ୍ଷା ପ୍ରଦାନ କରେ। ମୁଁ ବିଶ୍ୱାସକୁ ସୁରକ୍ଷା ପ୍ରଦାନ କରି ହେଇଥିବା ସକାଶୁ ଯେଉଁମାନେ ମଣ୍ଡଳୀରେ ଟ୍ରବୁଲ ମେକର, ଯେଉଁମାନେ ସମସ୍ୟା ସୃଷ୍ଟି କରି କି ମୁଁ ସେମାନଙ୍କ ସାଥିରେ ଛିଡା ହୁଏ କି ମୁଁ ସେମାନଙ୍କର ବିରୁଦ୍ଧରେ ଛିଡା ହୁଏ। ଆଉ ପାଉଲ କହୁଛନ୍ତି, ଇନ୍ ଦ ଲର୍ଡସ୍ ନେମ୍ ଆଭଏଡ୍ ଦେମ୍, ପ୍ରଭୁଙ୍କ ନାମରେ ସେମାନଙ୍କ ଠାରୁ ଦୂରରେ ରୁହ, ପୃଥକୀକୃତ ହେଇ ରୁହ। କୋଉମାନଙ୍କୁ? ଯୋଉମାନେ ବିବାଦ ସୃଷ୍ଟି କରନ୍ତି, ଆଉ ବହୁତ କିଛି ଲେଖା, ଯୋଉମାନେ ଦଳଭେଦ, ଯୋଉମାନେ ବିଘ୍ନର କାରଣ, ଆଉ ଆଉ ଲେଖା ହେଇଛି ଯୋଉମାନେ ଉଦରର ଦାସ, ଯୋଉମାନେ ମିଶ୍ର ବାକ୍ୟ ଆଉ ଚାଟୁ ଭାଷାରେ ପ୍ରଚାର କରନ୍ତି, ଆଉ ଅନେକ ଅଛନ୍ତି ଯୋଉମାନେ କି ଅମାୟିକ ଶବ୍ଦ ୟୁଜ କରନ୍ତି। ଏସବୁ କୁହାଯାଉଛି। ଏହି ପ୍ରକାର ଲୋକମାନେ ଯେତେବେଳେ ଆସନ୍ତି ମଣ୍ଡଳୀରେ ଦେଖାଯାନ୍ତି,
कि मु सेमानको साहित्य छिड़ा हुए कि मु सेमानकर विरुद्ध छिड़ा हुए। पाउल कहते एमानक ठारू निजको पृथकीकृत करे। एटा होची चतुर्थ पॉइंट मोर। पंचम विषय कौन लिखा जाए, इन द लॉर्ड्स नेम डिफेंड, प्रभुଙ୍କ नामରେ ସୁରକ୍ଷା ପ୍ରଦାନ କର। କାହାକୁ ସୁରକ୍ଷା ପ୍ରଦାନ କର? 25 ଆଉ 26 ପଦରେ ଲେଖାଯାଏ, ଯେଉଁ ଈଶ୍ୱର ମୋର ସୁସମାଚାର ଓ ଯୀଶୁଖ୍ରୀଷ୍ଟଙ୍କ ବିଷୟକୁ ପ୍ରଚାରକ ଅନୁସାରେ ଅର୍ଥାତ୍ ଯେଉଁ ନିଗୁଡ ତତ୍ତ୍ୱ ଅନାଦି କାଳରୁ ଅବ୍ୟକ୍ତ ଥିଲା ମାତ୍ର ଏବେ ବ୍ୟକ୍ତ ହୋଇଅଛି, ପୁଣି ବିଶ୍ୱାସ କରି ଆଜ୍ଞାବହ ହେବା ନିମନ୍ତେ ଅନାଦି ଈଶ୍ୱରଙ୍କ ଆଜ୍ଞା ଅନୁସାରେ ଭାବବାଦୀ ମାନଙ୍କର ଶାସ୍ତ୍ର ସାହାଯ୍ୟରେ ସମସ୍ତ ଜାତୀୟ ଲୋକଙ୍କ ନିକଟରେ ଜ୍ଞାତ କରାଯାଇଛି। ସେଇ ନିଗୁଡ ତତ୍ତ୍ୱର ପ୍ରକାଶ ଅନୁସାରେ ତୁମମାନଙ୍କୁ ସୁସ୍ଥିର କରିବାକୁ ସକ୍ଷମ ଅଟନ୍ତି। ମୋର ପ୍ରିୟ ପ୍ରଭୁଙ୍କର ଦାସ ଓ ଦାସୀ ମାନେ, ପ୍ରଭୁଙ୍କର ବାକ୍ୟ କୁହେ, ମୁଁ ଜଣେ ପ୍ରଭୁଙ୍କର ବିଶ୍ୱାସୀ, ମୁଁ ଜଣେ ଯୀଶୁଙ୍କୁ ଗ୍ରହଣ କରିଛି, ମୁଁ ପ୍ରଭୁଙ୍କ ନାମରେ ଆଉ ମୁଁ ଚର୍ଚ୍ଚକୁ ଯାଉଛି, ଲୋକରେ ଗାଁରେ ସାହି ପଡ଼ିଶାରେ ଲୋକମାନେ ଜାଣନ୍ତି ଯେ ମୁଁ ପ୍ରଭୁଙ୍କୁ ଗ୍ରହଣ କରିଛି ଆଉ ମୁଁ ଜଣେ ପ୍ରଭୁଙ୍କର ବିଶ୍ୱାସୀ ବୋଲି। ते प्रभु मते कौन कहया चाहती? प्रभु कहती प्रथम पॉइंट रे एक्सेप्ट देम एंड हेल्प देम। द्वितीय विषय रे द्वितीय पॉइंट रे प्रभु कहते थैंक्स देम। तृतीय विषय रे प्रभु कहते ग्रीट देम। चतुर्थ विषय रे प्रभु कहते अवॉइड देम। पंचम विषय रे प्रभु कहते डिफेंड देम, माने रक्षा प्रदान करो। कौन रक्षा प्रदान करो? ए जगह लिखा लिखी सुसमाचार को रक्षा प्रदान। द्वितीय विषय प्रचारक मानकु रक्षा प्रदान कर। तृतीय विषय लिखा जाए प्रभुंकर निगूढ़ वाक्य गुड़ा को रक्षा प्रदान कर। चतुर्थ विषय लिखा जाए प्रभुंकर जो भविष्य वक्ता माने प्रभुंकर वाक्य प्रचार करुछंती से मानको सुरक्षा प्रदान कर। आउ कौन लिखा जाए? प्रभुंकर जो आज्ञा गुड़ाक पवित्र वाक्य लिखा जाए से पवित्र आज्ञा गुड़ाक रक्षा प्रदान कर, सुरक्षा प्रदान कर। और शेष विषय लिखा जाए जो विश्वासी माने प्रभु जीशु को ऊपर विश्वास करछंती से मानको सुरक्षा प्रदान कर। ये वाक्य हूँ बहुत बड़ा विषय। जितेबले मु पाउलंकर से 16 अध्याय पढ़ुଥିଲି मु भाबुଥିଲି पाउल कौन पाए एते लोकंकर नाम कौन पाए लिखिछंती, तांको नाम लिखिबार कौन दरकार थिला। आपण माने देखंतु पाउल से समस्त प्रभुंकर दास दासी मानकर नाम लिखि समस्त मंडली को चिट्ठी पठाउछंती। 2026 वर्ष पूर्वरु से जो चिट्ठी लिखा जाइतिला आज भी आम मैंने पढ़ुअछु, जानुअछु, शुणुअछु। आ प्रभु पाउलंक द्वारा आमको कहउछंती तुम मंडली रे थिबा प्रभुंकर दास दासी सेवक सेविका मानकु तुमे सुरक्षा प्रदान कर, तांकु ग्रहण कर, तांकु साहाय्य कर, तांकु पब्लिकली धन्यवाद दियो, तांकु पब्लिकली नमस्कार दियो, तांकु पब्लिकली अपना अपना निज निज गृह को तांकु तुमे इनविटेशन दियो। ताहा द्वारा से सेवक सेविका माने उत्साहित हेबे, प्रभुंकर सेवा कार्य निमंते उत्साहित हेबे। आपण माने देखंतु जो प्रभुंकर दास दासी मानकु चर्च रे इनसल्ट हबो से माने केमिति फील करिवे। आमने कौन सी प्रभुंकर दास दासी माने मंडली को गले आ तांकु भला भाବରେ स्वागत करा गलानी, तांकु कौन मन हबो, कौन फील होतिबो। मंडली रे ग्राम रे से कहार घरे गुडे रही छंती किंतु मंडली रे कौन सी भाई भौणी माने तांकु देखि किना नमस्कार करूनांती। प्रभुंकर दास दासी मानकु कौन अनुभव होतिबो? मोर प्रिय प्रभुंकर दास दासी माने, मु जेतेले एर्ली चर्च विषय रे देखुथिली, एर्ली चर्च अर्थात पाउलंकर पाउलंक विषय रे जेतेले मु देखुथिली एर्ली चर्च विषय रे केतोटी प्रभुंकर बहुत पावरफुल दास मानक विषय रे लिखा जाए। प्रथम नाम लिखा है पॉलीक्राफ। से AD 69 रु 150 एक्चुअली सेटा 1560 लिखा है 150। हाँ, AD 69 रु 150 जाके स्मिर्ना, आम स्मिर्ना रे जो प्रकाशित वाक्य रे गोटे मंडली नाम पढ़ू, से मंडली रे से बिशप होइके नथिले। इग्नासियस AD 110 रु 117 रे एंटियोक चर्च रा से जने बिशप थिले। आइरेनियस 130 रु 200 भितरे से लायंस बोलिकिना गोटे जगह रे से गोटे बिशप थिले। टर्टुलियन
150 AD ରୁ 225 ରେ ନର୍ଥ ଆଫ୍ରିକାର ଜଣେ ହଉଛନ୍ତି ଥିଓଲୋଜିଆନ। ତୃତୀୟ ପଞ୍ଚମ ବ୍ୟକ୍ତି ହଉଛନ୍ତି ସାଇପ୍ରିଆନ। 200 AD ରୁ 250 AD ରେ କାର୍ଥେଜ ବୋଲି ଗୋଟେ ଜାଗାରେ ସେ ବିଶପ ହେଇକିନା ଥିଲେ। ଏମାନଙ୍କର ମୁଖ୍ୟ କାମ କଣ ଥିଲା? ଯେତେବେଳେ 69 ପରେ 70 80 ରେ ଯେତେବେଳେ ପ୍ରଭୁଙ୍କର ମୁଖ୍ୟ ଯୋଉ ପ୍ରେରିତ ମାନେ ଥିଲେ, ଯୋଉ 12 ଶିଷ୍ୟ ମାନେ ଥିଲେ, ସେତେବେଳେ ସେମାନେ ଯେତେବେଳେ ମରିଗଲେ, ସେମାନେ ପ୍ରଭୁଙ୍କର କାର୍ଯ୍ୟ କରିବା ନିମନ୍ତେ ଜେରୁସାଲାମ ଛାଡି ଯେତେବେଳେ ପୃଥିବୀର କୋଣ କୋଣକୁ ଚାଲିଗଲେ, ସେତେବେଳେ କଣ ହେଲା? ଅନେକ ପ୍ରକାର ହେରେସିସ୍, ଇଂଲିଶରେ ହେରେସିସ୍ କୁହାଯାଏ, ଅର୍ଥାତ ଏଠି କଣ ବୋଲି ଲେଖା ହେଇଥିଲା ଏଇଟା, ଆଉ ଏଇଟା ଆମେ ସେ ଯୋଉ ବଖରା ନାଇଁଲୋ କଣ ଖଟକୁ ବଗିଚା ଆଉ ହେରେସିସ୍ ଅର୍ଥାତ ଯୋଉ ଭଣ୍ଡ ଶିକ୍ଷା ନା, ଭଣ୍ଡ ଶିକ୍ଷା ଆମେ କହୁ। ଭଣ୍ଡ ଶିକ୍ଷା ଗୁଡାକ ପ୍ରଭୁଙ୍କର ଚର୍ଚ୍ଚରେ ଆସିବାଟା ଷ୍ଟାର୍ଟ ହେଇଗଲା। ମୁଁ ସେତେବେଳେ ଯେତେବେଳେ ପଢୁଥିଲି, ଆଉ ଅନେକ ଲୋକମାନେ କଣ ବୋଲି କହିବା ପାଇଁ ଷ୍ଟାର୍ଟ କଲେ କି ପ୍ରଭୁ ଯୀଶୁ ବାପା ମରି ନାହାନ୍ତି। ପ୍ରଥମ ବିଷୟ କହୁଥିଲେ। ଦ୍ୱିତୀୟ ବିଷୟ କହୁଥିଲେ ପ୍ରଭୁ ଯୀଶୁ ବାପା ଆଉ ଯେତେବେଳେ ତାଙ୍କୁ କବରରେ ରଖାଗଲା, ସେଇ କବର ଭିତରେ ସେ ମୃତ୍ୟୁବରଣ କରିନଥିଲେ। ଯେତେବେଳେ ତାଙ୍କୁ କ୍ରୁଶରେ ଉଠା ଯାଇଥିଲା ଓ ତଳକୁ ଓହ୍ଲେଇଲେ, ପ୍ରଭୁ ଯୀଶୁ ବାପା ମୃତ୍ୟୁବରଣ କରିନାହାନ୍ତି, କିନ୍ତୁ ସେ ତାଙ୍କର ଶରୀର ବେହୋସ ହେଇଯାଇଥିଲା ଆଉ ପ୍ରଭୁ ଯୀଶୁ ବାପା ନିଜେ ନିଜେ ଉଠି ପଡିଥିଲେ। ଏ ଦ୍ୱିତୀୟ ବିଷୟ ଥିଲା। ତୃତୀୟ ବିଷୟ କହୁଥିଲେ ପ୍ରଭୁ ଯୀଶୁ ବାପା ଶରୀରରେ ସେ ମନୁଷ୍ୟ ନଥିଲେ ଆଉ ତାଙ୍କର ଶରୀର ମନୁଷ୍ୟ ଭଳି ନଥିଲା। ଏଇ ପ୍ରକାର ଅନେକ ପ୍ରକାର ହେରେସିସ୍ ଯୋଉ ଗୁଡାକ ମଣ୍ଡଳୀ ଭିତରେ ପ୍ରବେଶ କରିବାର ଆରମ୍ଭ କରିଯାଇଥିଲା। ସେତେବେଳେ ଏଇ ଯୋଉ ପ୍ରଭୁଙ୍କର ଦାସ ମାନେ ଥିଲେ, ପଲିକ୍ରାଫ, ଇଗ୍ନେସିୟସ, ଆଇରେନିୟସ, ତର୍ତୁଲିଆନ, ସାଇପ୍ରିଆନ, ଏମାନେ କଣ କରୁଥିଲେ? ଏମାନେ ହେଉଥିଲେ ଡିଫେଣ୍ଡର୍ସ ଅଫ ଫେଥ। ପ୍ରଭୁଙ୍କର ଯୋଉ ବାକ୍ୟ, ପ୍ରଭୁଙ୍କର ଯୋଉ ଶିକ୍ଷା, ପ୍ରଭୁଙ୍କର ଆଉ ଯୋଉ ପ୍ରେରିତ ମାନଙ୍କ ଠାରୁ, ପ୍ରଭୁଙ୍କର ଶିଷ୍ୟ ମାନଙ୍କ ଠାରୁ ଯୋଉ ବାକ୍ୟ ଶୁଣିଥିଲେ, ତାହାକୁ ଲେଖିକିନା ପ୍ରତ୍ୟେକ ମଣ୍ଡଳୀରେ ଗୋଟେ ଗୋଟେ ଜାଗାରେ ସେମାନେ ପ୍ରଚାର କରୁଥିଲେ। ପ୍ରଭୁଙ୍କର ବାକ୍ୟ କହୁଛି ଏହା, ପ୍ରଭୁଙ୍କର ବାକ୍ୟ ଏହା କହୁଛି। ମୋର ପ୍ରିୟ ଦାସ ଓ ଦାସୀ ମାନେ, ଆମେ ଗୋଟେ ଲାଷ୍ଟ ବିଷୟରେ କହିକିନା ମୁଁ ସମାପ୍ତ କରିବା ପାଇଁ ଯାଏ। ଆମେ ଜାଣୁ କ୍ରିଡ୍ସ ବୋଲିକିନା ଯୋଉ ଚର୍ଚ୍ଚ ଗୁଡାକରେ ପଢାଯାଏ, ବିଶ୍ୱାସ ବାକ୍ୟ ବୋଲି କୁହନ୍ତି, ଆପଣ ମାନେ ଜାଣିଥିବେ, ଯୋଉଗୁଡା କି ରୋମାନ କ୍ୟାଥୋଲିକ ଚର୍ଚ୍ଚରେ ଆଉ ଡାଇସିସ୍ ଚର୍ଚ୍ଚ ଗୁଡାକରେ, ସିଏନ୍ଆଇ ଚର୍ଚ୍ଚ ଗୁଡାକରେ, ସିଏସ୍ଆଇ ଚର୍ଚ୍ଚ ଗୁଡାକରେ କ୍ରିଡ୍ସ ପଢନ୍ତି, ତାକୁ କ୍ରିଡ୍ ବୋଲି କୁହାଯାଏ। ଆଉ କ୍ରିଡ୍ ର ଅର୍ଥାତ ବିଶ୍ୱାସର ବଚନ ବୋଲି ଆମେ ହିନ୍ଦୀରେ କହୁ ସେଟାକୁ। ବିଶ୍ୱାସର ବଚନର ମୁଖ୍ୟ ଉଦ୍ଦେଶ୍ୟ କଣ ଥିଲା କି ମଣ୍ଡଳୀରେ ଯୋଉ ତ୍ରିଏକ୍ୟ ପରମେଶ୍ୱରଙ୍କ ବିରୁଦ୍ଧରେ ଲୋକମାନେ ଛିଡା ହେଲେ, ପରମେଶ୍ୱରଙ୍କ ପୁତ୍ର ପ୍ରଭୁ ଯୀଶୁ ବାପା ଏଇ ପୃଥିବୀକୁ ଆସିବାର, ମନୁଷ୍ୟ ରୂପ ଧାରଣ କରି ଆସିବାର ଉପରେ କୋଶ୍ଚିନ୍ ପୈଦା କରୁଥିଲେ, ସବାଲ କରୁଥିଲେ କି ଭାଇ ସେ ନଥିଲେ। ଆଉ ଉଦ୍ଧାର ବିଷୟରେ, ଆଉ ଆଉ ଯୋଉମାନେ କି ପ୍ରଭୁଙ୍କ ନିକଟରେ ପବିତ୍ର ଆତ୍ମାଙ୍କ ବିଷୟରେ, ପବିତ୍ର ଆତ୍ମାଙ୍କ ଉପରେ କୋଶ୍ଚିନ୍ ପୈଦା କରୁଥିଲେ। ପ୍ରଭୁ ପବିତ୍ର ଆତ୍ମା ଏଇ ଦୁନିଆରେ ପବିତ୍ର ଆତ୍ମା ବୋଲେ ଶବ୍ଦ ହିଁ ନାହିଁ। ଏଇ ପ୍ରକାର ଯୋଉ ସମସ୍ୟା ଗୁଡିକ ସୃଷ୍ଟି ହେଲା, ସେତେବେଳେ ଏ ବିଶ୍ୱାସ ବାକ୍ୟକୁ ଲେଖାଗଲା। ତିନୋଟି ବିଶ୍ୱାସ ବାକ୍ୟ ବୋଲି କୁହନ୍ତି। ଗୋଟେ ହଉଛି ପ୍ରେରିତଙ୍କ ବିଶ୍ୱାସ ବାକ୍ୟ, ଦ୍ୱିତୀୟ ବିଷୟ ହଉଛି ନାଇସିନ୍ ର ବିଶ୍ୱାସ ବାକ୍ୟ, ତୃତୀୟ ହଉଛି ଆଥାନସିଆନ ର ବିଶ୍ୱାସ ବାକ୍ୟ। ଏହାର ମୁଖ୍ୟ ଉଦ୍ଦେଶ୍ୟ କଣ ଥିଲା? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରୁଥିବା ବିଶ୍ୱାସୀ ମାନଙ୍କୁ ଡିଫେଣ୍ଡ କରାଯିବ, ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବ। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ମୁଁ ବାକ୍ୟକୁ ସମାପ୍ତ କରିବା ପାଇଁ ଚାହୁଁଛି। ଆଜିର ସମୟରେ ମଣ୍ଡଳୀରେ ପ୍ରଭୁଙ୍କର ଦାସ ଆଉ ଦାସୀ ମାନଙ୍କୁ କି ଆମେ ସୁରକ୍ଷା ପ୍ରଦାନ କରୁଅଛୁ? କି ପ୍ରକାର ଭାବେ ଆମେ ତାଙ୍କୁ ସୁରକ୍ଷା ପ୍ରଦାନ କରୁ? ମୁଁ କି ପ୍ରକାର ଭାବରେ କହିଲି? ମୁଁ ତିନୋଟି ବିଷୟ କହିଲି। ଯେତେବେଳେ ଆମେ ତାଙ୍କୁ ଗ୍ରହଣ କରୁ, ତାଙ୍କୁ ଆମେ ସୁରକ୍ଷା ପ୍ରଦାନ କରୁ। ଯେତେବେଳେ ଆମେ ତାଙ୍କୁ ସାହାଯ୍ୟ କରୁ, ଆମେ ତାଙ୍କୁ ସୁରକ୍ଷା ପ୍ରଦାନ କରୁ। ଯେତେବେଳେ ଆମେ ତାଙ୍କୁ ନମସ୍କାର, ପ୍ରଭୁଙ୍କର ଦାସ ପାଳକ ଆଜ୍ଞା ଦିଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର ବୋଲି କହୁ, ଆମେ ତାଙ୍କୁ ସୁରକ୍ଷା ପ୍ରଦାନ। ଯେତେବେଳେ ଆମେ ତାଙ୍କ ନିମନ୍ତେ ଛିଡା ହେଇ ତାଙ୍କୁ ଗୃହକୁ ଡାକୁ, ତାଙ୍କୁ ଆମେ ନିଜ ଗୃହକୁ ଡାକିକିନା ତାଙ୍କୁ ହସ୍ପିଟାଲିଟି ଦଉଛୁ, ଆମେ ତାଙ୍କୁ ସୁରକ୍ଷା ପ୍ରଦାନ କରୁଛୁ। ଆଜି ଅନେକ ଲୋକ ଅଛନ୍ତି, ଆଜିର ସମୟରେ ମଣ୍ଡଳୀରେ ଅନେକ
ମିଥ୍ୟା ବାକ୍ୟ ପ୍ରଚାର କରୁଛନ୍ତି, ମିଛ କଥା ପ୍ରଚାର କରୁଛନ୍ତି, ବାକ୍ୟକୁ ଏପଟୁ ସେପଟୁ ଆଣିକିନା ମଣ୍ଡଳୀରେ ପ୍ରଚାର କରିବାକୁ ଲାଗିଛନ୍ତି। ଆଉ ଅନେକ ଲୋକ ତାଳି ବଜାଉଛନ୍ତି, ଅନେକ ଲୋକ ଖୁସି ହେଇକିନା ସେଇ ପ୍ରକାର ପାଳକ ମାନଙ୍କର ସପୋର୍ଟରେ ଛିଡା ହଉଛନ୍ତି। ଆଉ ପାଉଲ ମନା କରନ୍ତି ସେ ପ୍ରକାର ବାକ୍ୟକୁ। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, I am should be a defenders of faith। यार अर्थ कौन, जो माने प्रभु जीशु ख्रीष्टଙ୍କୁ मोर उद्धारकर्ता मुक्तिदाता जे कि स्वर्गरु मो पाई आसिले, क्रूसरे हत हेले, आ मो पाई तृतीय दिन रे पुनर्जीवित हेले, आ पुनर्बार मते नेबा पाई से स्वर्गरु आसुचंदी। एही प्रकार जो माने लोक माने विश्वास करंती प्रचार करंती, सेमानक निमंते मु छिडा हवा दरकार, सेमानक निमंते मु छिडा हवा दरकार। से प्रभुଙ୍କର दास दासी माने चाहे छोट हुंतु, चाहे अल्प मंडली रुहतु, चाहे 5टा 6टा परिवार को धरी सेवा करछते, चाहे 5000 लोक माने भी बसुछते सेवा करछते, किंतु जो माने सत्यतारे सेवा करछते सेमानकर सुरक्षा निमंते मु छिड़ा होछि। प्रभु आमान को ए पवित्र वाक्य द्वारा मन को प्रत्येक को आशीर्वाद करंतु और प्रभुଙ୍କର गौरव निमंते व्यवहार करंतु। थैंक यू एंड प्रेज द लॉर्ड।